আসছে ସୃଷ୍ଟିରେ ଏକମାତ୍ର ସହଜ ଭଗବତ ଭଗବାନଙ୍କୁ ପାଇବା ହିଁ ଏକମାତ୍ର ସହଜ, ଆଉ ବାକି ସବୁ କଷ୍ଟ। କିନ୍ତୁ ଆମମାନଙ୍କର ସାଧାରଣତଃ ଧାରଣା ଭଗବାନଙ୍କୁ ପାଇବାଟା କଷ୍ଟ, ଆଉ ବାକି ସବୁ ସହଜ। ତାର କାରଣ ହେଉଛି ଆମର ଅଜ୍ଞାନ। ଆମେ ଅଜ୍ଞାନତା ଯୋଗୁଁ ଭଗବାନଙ୍କୁ କଷ୍ଟ ବୋଲିକି ବିଚାର କରୁଛେ ପାଇବାଟା, ଆଉ ସଂସାରକୁ ପାଇବାଟା ସହଜ ବୋଲି ଭାବୁଛେ। କିନ୍ତୁ ସଂସାରରେ ଆମେ ଯାହା ସବୁ ପାଉଛେ ସେ କେବଳ ସ୍ୱପ୍ନରେ ପାଇବା ପାଇଁ। ଯେମିତି ଆମେ ସ୍ୱପ୍ନରେ ବହୁତ କିଛି ପାଇବା, ସ୍ୱପ୍ନର ନିଦ ଭାଙ୍ଗିଲେ ଆଉ ସେସବୁ ଆମ ପାଖରେ ନଥିବ, କାହିଁକିନା ସେ ଆମେ ସ୍ୱପ୍ନରେ ପାଇବୁ। ସେମିତି ସଂସାରର ପାଇବା ବିଷୟବସ୍ତୁ ସବୁ ସ୍ୱପ୍ନରେ ପାଇବା ହୁଏ, ଆଉ ସେ ସ୍ୱପ୍ନରେ ପାଇବା ଭଳି ବିଷୟବସ୍ତୁ ମଧ୍ୟ ବହୁତ କଷ୍ଟରେ ପ୍ରାପ୍ତ ହୁଏ। କିନ୍ତୁ ଭଗବାନ ହେଉଛନ୍ତି ସିଏ ଯିଏକି ଆମକୁ ପ୍ରାପ୍ତ ହେଇକି ଅଛନ୍ତି। ଭଗବାନ ଆମର ସବୁକିଛି ଭାବରେ ପ୍ରକାଶ କରନ୍ତି, ତାଙ୍କୁ ଆଧାର କରିକି ଆମ ଅସ୍ତିତ୍ୱ ପ୍ରକାଶ କରେ। ହେଲେ ଇଏ କଥା ଆମେ ବୁଝିନଥିବାରୁ ଆମେ ଭଗବାନଙ୍କୁ ପାଇବୁ ବୋଲି ଭାବୁଛୁ, ଭଗବାନଙ୍କୁ ମୁଁ ପାଇବି ବୋଲି ଆମେ ଭାବୁଛୁ। କିନ୍ତୁ ଭଗବାନଙ୍କୁ ପ୍ରାପ୍ତ କରାଯାଏନି, ଭଗବାନଙ୍କୁ ବୁଝିବାକୁ ପଡ଼େ, ପ୍ରାପ୍ତ କରିବାକୁ ପଡ଼େନି, ବୁଝିବାକୁ ପଡ଼େ। ବୁଝିବା ହିଁ ପାଇବ, ବୁଝିବା ହିଁ ପାଇବ। ତେଣୁ ଗୁରୁଦେବ କହିଲେ ଭଗବାନଙ୍କୁ ବୁଝିବାକୁ ପଡ଼େନି, ବୁଝିବାକୁ ପଡ଼େ। ଯିଏ ବୁଝିବାକୁ ଇଚ୍ଛା କରିବ ସେ ହିଁ ଭଗବାନଙ୍କୁ ପାଇବ। ଭଗବାନଙ୍କୁ ଯିଏ ଯେତେ ବୁଝିବ ସେ ଯେତେ ପାଇ ଯାଉଛି। ଶେଷରେ ସେ ଜାଣିବ ଯେ ଭଗବାନ ପୂର୍ଣ୍ଣ ରୂପେ ମୋ ଭିତରେ ସେ ସବୁବେଳେ ଉପସ୍ଥିତ ଅଛନ୍ତି, ଥିଲେ ମୁଁ ଅଜ୍ଞାନ ବୁଝିଲେ ବୁଝିପାରୁନି। ଜ୍ଞାନ ଆସିଲା ପରେ ଜଣାପଡ଼ିବ ତାଙ୍କେ ହିଁ ମୋ ରୂପରେ ପ୍ରକାଶ କରେ। ଏତିକା ପୁରା କଥା। କିନ୍ତୁ ଯିଏ ବୁଝିବାକୁ ଇଚ୍ଛା କରୁଛି ସିଏ ହିଁ ତାଙ୍କୁ ଲାଭ କରିବେ। ବୁଝିବାଟା ଛାଡ଼ି ଦେଇକି ଯିଏ ଅନ୍ୟ କ'ଣ ବି କଲେ ତାକୁ ବେଶୀ ପରିଶ୍ରମ କରିବାକୁ ପଡ଼ିବ, ଆଉ ପରିଶ୍ରମ କରିକି ମଧ୍ୟ ସେସବୁ ବୁଝିବାକୁ ପଡ଼ିବ। ଯଦି କିଏ ସିଧା ବୁଝିବା କଥା ବୁଝିବେ ତେବେ ସହଜରେ ପାଇବ, କିନ୍ତୁ ବୁଝିବା କଥା ଛାଡ଼ିକି ଆଉ ଅନ୍ୟ କୌଣସି ପ୍ରକାର ଯଦି ଅଭିନୟ କଲା ବା ଆଉ କ'ଣ କଲା ତାକୁ ଡେରି ହେବ, ଶେଷକୁ ସିଏ ବୁଝିବ ଯେ ବୁଝିବାକୁ ପଡ଼ିବ। ତେଣୁ ଗୁରୁ ଆମକୁ ସିଧାସଳଖ କହିଦେଲେ ବୁଝିବାକୁ ପଡ଼େନି, ବୁଝିବାକୁ ପଡ଼େ। ଜାଣିବାକୁ ଇଚ୍ଛା କରିବା ହିଁ ବୁଝିବାକୁ ଆମେ ଚେଷ୍ଟା କରୁଛୁ ବୋଲି ବୁଝିବାକୁ ପଡ଼େ। ଆଉ ଯିଏ ଜାଣିବାକୁ ଇଚ୍ଛା କରୁଛି ସେ ବୁଝିବାକୁ ଇଚ୍ଛା କରୁଛି, ଆଉ ଯିଏ ବୁଝିବାକୁ ଇଚ୍ଛା କରୁନାହିଁ ସେ କିଛି ବୁଝିବା ପାରିବନି, ଜାଣିବା ପାରିବନି। ବୁଝିବାକୁ ଇଚ୍ଛା କରୁନଥିବା ଲୋକ ମଧ୍ୟ କିଛି କିଛି ଜ୍ଞାନ ଲାଭ କରିଦିଅନ୍ତି, ଶୁଣନ୍ତି। ଆଉ ଯିଏକି ବୁଝିବାକୁ ଇଚ୍ଛା ନ କରିକି କିଛି ବୁଝିଯାଇଛି ସେଇଭଳିଆ ବ୍ୟକ୍ତି ସେ ସବୁ ଖଣ୍ଡିଆ ଜ୍ଞାନର ଅଧିକାରୀ। ଅଳ୍ପ ବିଦ୍ୟା ଭୟଙ୍କର ଜିନିଷ, ସେମାନଙ୍କର ଅଳ୍ପ ବିଦ୍ୟା ଥାଏ। ଆଉ ସେମାନେ ଗୋଟେକୁ ଆଉ ଗୋଟେ ପ୍ରକାର ବିଚାର କରନ୍ତି, ନିଜେ ଯାହା ବୁଝନ୍ତି ଅନ୍ୟକୁ ଯାହା ବୁଝନ୍ତି, ନିଜେ ବି ବନ୍ଧନକୁ ବାହାରି ନଥାନ୍ତି, ଅନ୍ୟମାନଙ୍କୁ ମିଶା ବନ୍ଧନର କାଳିରେ ପସନ୍ଦ। ତେଣୁ ବୁଝିବାକୁ ପଡ଼ିବ, ବୁଝିବାଟା ହିଁ ସାଧନା। ଯଦି କିଏ ବୁଝିବା କଥାକୁ ଏଡ଼େଇ ଦେଉଛି ସେ ମୂର୍ଖ। ସେ ଭଗବାନଙ୍କୁ ପାଇବା ପରିବର୍ତ୍ତେ ଭଗବାନଙ୍କୁ ଦୂରେଇ ବୁଝିବାଟା ହିଁ ସବୁ କିଛି। ଆମେ କିଛି ବୁଝି ଯାଇଛେ ସେଇଟା ପାଇଁ ଆମେ ସଂସାରରେ ଦୁଃଖ ଭୋଗ କରୁ। ଉଲ୍ଟା ବୁଝିଲେ ଦୁଃଖ, ସିଧା ବୁଝିଲେ ଆନନ୍ଦ। ଉଲ୍ଟା ବୁଝିଲେ ଗୋଟେ ସତ୍ୟ ଅଛି, ଏ ସୃଷ୍ଟିରେ ଗୋଟେ ସତ୍ୟ ଅଛି, ଗୋଟେକା ସତ୍ୟ ଅଛି, ତାକୁ ଯଦି ଆମେ ସିଧା ବୁଝିବା ତାହେଲେ ଆନନ୍ଦ, ତାକୁ ଯଦି ଉଲ୍ଟା ବୁଝିବା ତାହେଲେ ଦୁଃଖ, ତାକୁ ଯଦି ସିଧା ବୁଝିବା ତାହେଲେ ଭଗବତ ଉପଲବ୍ଧି, ତାକୁ ଯଦି ଉଲ୍ଟା ବୁଝିବା ତାହେଲେ ସଂସାର ପ୍ରାପ୍ତି। ସଂସାର ଆଉ ଭଗବାନ ଦୁଇଟା ଜିନିଷ ନୁହେଁ। ଉଲ୍ଟା ବୁଝିଲେ ସଂସାର, ସିଧା ବୁଝିଲେ ଭଗବାନ। ମାତ୍ର ବୁଝିବାକୁ ହିଁ ପଡ଼ିବ।
ବୁଝିବା ପ୍ରତି ଯାହାର ଧ୍ୟାନ ନାହିଁ ସେ ଭିକ ମାଗିବାଟା ସୁନିଶ୍ଚିତ, ମାନେ ବହୁତ ପ୍ରାପ୍ତି ତା ପାଇଁ କଷ୍ଟକର। ଆଉ ସେଇଭଳିଆ ବ୍ୟକ୍ତି ସବୁବେଳେ ଆଶ୍ରୟ କରିକି ଥିବ, ତାର କଳ୍ପନାର ଭଗବାନ, ତାର କଳ୍ପନାର ଗୁରୁ, ତାର କଳ୍ପନାର ଭଗବାନ, ତାର କଳ୍ପନା ଗୁରୁକୁ ସେ ଆଶ୍ରୟ କରିକି ଥିବ। ଆଉ ଯିଏକି ଗୁରୁ କଥାକୁ ବୁଝିଲେ, ଗୁରୁ ଆଜ୍ଞାକୁ ବୁଝିଲେ, ଗୁରୁ ଆଜ୍ଞା ଦେଉଛନ୍ତି, ବୁଝିବାକୁ ପଡ଼ିବ, ବୁଝିବାକୁ ପଡ଼ିବ। ଆଉ ଏ ସଂସାରରେ ସମସ୍ତେ ବୁଝୁଛନ୍ତି, ନ ବୁଝିକି କିଛି ବି ହେଇପାରିବ। ଗଛପତ୍ର ବି ବୁଝୁଛନ୍ତି, କିନ୍ତୁ ତାଙ୍କର ବୁଝିବାଟା ସୀମାବଦ୍ଧ। ପଶୁପକ୍ଷୀ ବି ବୁଝୁଛନ୍ତି, କିନ୍ତୁ ତାଙ୍କର ସୀମା ଅଛି। ଏକମାତ୍ର ମଣିଷ ଯିଏ, ତାର ବୁଝିବାର କିଛି ସୀମା ଅଛି। ସିଏ ଯେତେ ଚାହିଁଲେ ସେତେ ବୁଝିପାରିବ, ଯେଉଁ ଦିଗକୁ ଚାହିଁଲେ ସେ ଦିଗକୁ ବୁଝିପାରିବ, ଯାହା ଚାହିଁଲେ ତାହା ବୁଝିପାରିବ, ଆଉ ଯାହା ବୁଝିବ ତାହା ପାଇବ, ଯାହା ପାଇବ ତାହା ପାଇବ। ତେଣୁ ଆମେ ମଣିଷକୁ ଛାଡ଼ି ଦେଇକି ଆଉ ବାକି ଯେତେ ସବୁ ଦେଖୁଛେ ସମସ୍ତେ ସମାନ। ଯେତେ ଗଛ ଅଛି ସବୁ ସମାନ, ଯେତେ ପଶୁ ଅଛନ୍ତି, ଯଦି କୋଟି କୋଟି କୁକୁର ଅଛନ୍ତି ସବୁ କୁକୁର ସମାନ, କିଛି ଫରକ ନାହିଁ। କୁକୁର ଭିତରେ କିଛି ଫରକ ନାହିଁ, କିଏ ଟିକେ ମୋଟା ଥିବ, କିଏ କାହାର ବେଶୀ ବଳ ଥିବ, କାହାର କମ୍ ଥିବ, କିନ୍ତୁ କୁକୁର ଗୁଣଟା ସମସ୍ତଙ୍କ ପାଖରେ ସମାନ, ସମସ୍ତଙ୍କ ପାଖରେ ସମାନ। ଘୁଷୁରୀ ଗୁଣ ସମସ୍ତଙ୍କ ପାଖରେ ସମାନ। ମଣିଷକୁ ଛାଡ଼ି ଦେଇକି ଆଉ ବାକି ଯେତେ ସବୁ ଜୀବଜନ୍ତୁ ବୃକ୍ଷଲତା ଅଛନ୍ତି ସମସ୍ତଙ୍କ ପାଖରେ କ'ଣ ଫିକ୍ସଡ୍ ବୁଝିବାର କ୍ଷମତା ଫିକ୍ସ। ତାଙ୍କର ଅସ୍ତିତ୍ୱ ପ୍ରକାଶ ପାଇବା ପାଇଁ ତାଙ୍କୁ ଯେତିକି ବୁଝିବା କଥା ସେତିକିଟା ତାଙ୍କୁ ବୁଝିପାରିବେ, କିନ୍ତୁ ମଣିଷ ପାଖରେ ବୁଝିବାର କ୍ଷମତା ଅସୀମ। କାହିଁକି? ତା ପାଖରେ ରହିଛି ଜ୍ଞାନ ଶକ୍ତି, ଜିଜ୍ଞାସା ମନୋଭାବ। ଯେହେତୁ ଜିଜ୍ଞାସା ମନୋଭାବ ତା ପାଖରେ ପ୍ରକାଶ କରୁଛି, ସେ ତାର ବୁଝିବା କ୍ଷମତା କେଉଁ ଦିଗକୁ ହେଲେ ମାଡ଼ି ଚାଲିପାରିବ। ଯେଉଁ ଦିଗରେ ଚାହିଁବ ସେ ଦିଗରେ ସେ ଆଗକୁ ବଢ଼ିଛି। ଗୁରୁଦେବ ଯେସବୁ ଋଷିମୁନି, ଯେସବୁ ଶାସ୍ତ୍ର ଲେଖା ହେଇଛି, ଏଇଟା ଅନ୍ୟମାନଙ୍କୁ ବୁଝେଇବାଟା। ଋଷିମୁନି ମାନେ ଆଶ୍ରମରେ କ'ଣ କରୁଥିଲେ? ଖଞ୍ଜଣି କରୁଥିଲେ, କ'ଣ କରୁଥିଲେ? ବୁଝଉଥିଲେ। ଗୁରୁ ତାଙ୍କ ଜୀବନ କାଳରେ କ'ଣ କରୁଥିଲେ? ବୁଝଉଥିଲେ। ଯେସବୁ ମହାପୁରୁଷ କ'ଣ କରୁଥିଲେ? ବୁଝଉଥିଲେ। କାହିଁକି? ବୁଝିବାକୁ ପଡ଼େ, ଆଉ କିଛି କରିବାକୁ ପଡ଼େ। ଯିଏ ବୁଝିଲା ସେ ପାଇଲା, ଯିଏ ବୁଝିଲା ସେ ପାଇଲା। ଗଛକୁ କିଏ ବୁଝେଇ ନାହାନ୍ତି, କିଏ ମେଣ୍ଟି ଥିବ, କିଏ ଗଛକୁ ବୁଝେଇବ। ପଶୁ ପକ୍ଷୀ ଗଛ ପତ୍ରକୁ କିଏ ବୁଝେଇ ନାହାନ୍ତି, ତାଙ୍କେ ବୁଝିବା ପାଇଁ ବି ନାହାନ୍ତି। ଯଦି ତାଙ୍କେ ବି ସାର୍ ବୁଝିପାରିଥାନ୍ତେ ଏ ମଣିଷର ଶ୍ରେଷ୍ଠ ଜୀବ ହେଇନଥାନ୍ତା। ବୁଝିବାର କ୍ଷମତା ଏକମାତ୍ର ମଣିଷର ଅଛି, ଯିଏକି ବୁଝିପାରିବ। ଆଉ ବୁଝିକି କ'ଣ କରିବ? ତାର ନିଜର ଉଦ୍ଗମ ସ୍ଥଳୀକି ପହଞ୍ଚିବ, ଯେଉଁଠୁ ସେ ଉତ୍ପନ୍ନ ହେଇଥିଲା ସେଠି ଯାଇକି ସେ ଲୀନ ହେଇଯିବ। ବୁଝିକି କୌଣସି ଫିଜିକାଲ ଯାତ୍ରା କରିକି, ସ୍ଥୂଳ ଭାବରେ କୌଣସି ଯାତ୍ରା କରିକି ପହଞ୍ଚିବନି, ଅଣ୍ଡରଷ୍ଟାଣ୍ଡିଂ ଲେଭେଲରେ ପହଞ୍ଚିବ, ବୁଝି ପହଞ୍ଚିବ। ଆମେ ମଧ୍ୟ ଇଏ ସଂସାରକୁ କୌଣସି ଫିଜିକାଲ ମାନେ ସ୍ଥୂଳ ଭାବରେ ଆସିଲା ବୁଝିକି ପଳେଇ ଆସିବା। ଆମେ ସଂସାରରେ ଅଛୁ ବୁଝିକି, ଆମେ ସ୍ୱରୂପ ଲାଭ କରିବା ବୁଝିକି, ଆମେ ମାୟାରେ ପଡ଼ିଛୁ ବୁଝିକି, ଆମେ ଭୋଗ ପ୍ରାପ୍ତି କରିବା ବୁଝିକି। ଉଲ୍ଟା ବୁଝିଲେ ମାୟାରେ ପଡ଼ିଯିବ, ସିଧା ବୁଝିଲେ ଭୋଗ ପ୍ରାପ୍ତି। ଗୁରୁ ଆମକୁ ଯେଉଁ ଜ୍ଞାନ ଦେଉଛନ୍ତି ଏଇଟା ସିଧା ବୁଝିବାର ଜ୍ଞାନ, ସତ୍ୟକୁ ସିଧା ବୁଝିବାର ଜ୍ଞାନ ହେଉଛି ଆତ୍ମଜ୍ଞାନ, ବ୍ରହ୍ମଜ୍ଞାନ, ସତ୍ୟ ଗୁରୁ ଜ୍ଞାନ। ସତ୍ୟକୁ ଉଲ୍ଟା ବୁଝିବାର ଜ୍ଞାନ ହେଉଛି ସଂସାର ଜ୍ଞାନ, ତାକୁ ଆମେ ଉଲ୍ଟା ବୁଝୁ। ତେଣୁ ସଂସାରକୁ ଆମେ ଯେତେବେଳେ ଜାଣୁଛେ ଆମେ ତାକୁ ଅଳ୍ପ ଜ୍ଞାନରେ ଜାଣୁଛେ। ତେଣୁ ସେ ଅଳ୍ପ ଜ୍ଞାନରେ ଜାଣିବାର ପରିଣାମ ସ୍ୱରୂପ ଆମେ ତାର ସତ୍ୟତାକୁ ଜାଣିପାରୁନେ, ଗୋଟେକୁ ଆଉ ଗୋଟେ ବିଚାର କରୁଛେ। ଆକୁ ହିଁ କୁହାଯାଉଛି ଭ୍ରମ ଅବସ୍ଥା, ଭ୍ରମରେ ପଡ଼ିଯାଇଛି, ଭ୍ରମରେ ଅଛି। ଆଉ ଯିଏକି ଜାଣିବାକୁ ଇଚ୍ଛା କରିବ ସିଏ ବି ସତ୍ୟକୁ ସିଧା ସିଧା ବୁଝିବ। ଆଉ ଯିଏ ସତ୍ୟକୁ ସିଧା ବୁଝିଲା ଭ୍ରମ ଫ୍ରମ କିଛି ନାହିଁ,
କି ଭ୍ରମ? ସିଧା ବୁଝିଲେ ଭ୍ରମ କିଛି ନାହିଁ। ଯିଏ ସିଧା ବୁଝି ଗଲା ତାର ଭ୍ରମ ତୁଟି ଗଲା। ଭ୍ରମ ହେଉଛି ଅନେକର ଅସ୍ତିତ୍ୱକୁ ମାନିବା। ଭ୍ରମ ତୁଟିଗଲେ ଏକର ଅସ୍ତିତ୍ୱକୁ ମାନିବ କି ମାନିବ, ଏକର ଅସ୍ତିତ୍ୱ ଅଛି ଜାଣିବ। ଆଉ ଯେଉଁଠି ଏକ ହିଁ ଅଛନ୍ତି ସେଠି ପାଇବା ହରାଇବା ଏଇଟା କେବଳ ଗୋଟେ ମିଥ୍ୟା ଧାରଣା ମାନେ ବୁଝିବାକୁ ପଡ଼ିବ। ତେଣୁ ଆମେ ଭୋଟ ପ୍ରାପ୍ତି କରିନୁ କି କରିବାକୁ ଚାହୁଁଛୁ, ତାର ଅର୍ଥ ଆମେ ଭ୍ରମରେ ଅଛୁ। ଯଦି କିଏ ଭାବୁଛି ମୁଁ ଭଗବାନଙ୍କୁ ପାଇନି, ସେ ଭ୍ରମରେ ଅଛି। ଯଦି କିଏ ଭାବୁଛି ଭଗବାନଙ୍କୁ ମୁଁ ପାଇବି ବୋଲି, ସେ ଭ୍ରମରେ ଅଛି। କାହିଁକି? ଥିବାଟା ଜଣେକା ଅଛନ୍ତି। ହେଲେ ଯିଏକି ଭଗବାନଙ୍କୁ ପାଇବାକୁ ଇଚ୍ଛା କରୁଛି, ତାର ଅର୍ଥ ସେ ଜାଣିବାକୁ ଇଚ୍ଛା କରୁଛି। ସେ ଏବେ ଗୁରୁଙ୍କ ପାଖକୁ ଆସିବ। ଗୁରୁଙ୍କ ପାଖକୁ କ'ଣ ପାଇଁ ଆସିବ? ବୁଝିବା ପାଇଁ ଆସିବ। ଗୁରୁ କିଏ? ଯିଏ ବୁଝେଇ ପାରିବେ ସେ ଗୁରୁ। କିଏ ବୁଝେଇ ପାରିବ? ଯିଏ ବୁଝିଛି। ଯାହାକୁ ବୁଝା କରୁନାହିଁ, ଯାହାକୁ ଜଣା ନାହିଁ, ସେ କିଛି ବୁଝେଇବ, ସେ ବୁଝେଇ ପାରିବ। ସେ ଯେତେବେଳେ ବୁଝେଇବ ତାହେଲେ କେବଳ କଷ୍ଟକା ଅନୁଭୂତି ହେବ। କାହିଁକି? ଯେହେତୁ ସେ ବୁଝିନି, ସେ ପ୍ରାପ୍ତ କରୁନି, ସେ ଭ୍ରାନ୍ତିରୁ ବାହାରୁନି, ସେ ଅନ୍ୟକୁ ମଧ୍ୟ ଭ୍ରାନ୍ତିରୁ କେବେ ବି କାଢ଼ିପାରିବ। କାହିଁକିନା ସେ ନିଜେ ଭ୍ରାନ୍ତିରେ ଅଛି। ତେଣୁ ସନ୍ଥ କବିର କହିଲେ ପାଣି ପିଜିଏ ଛାଣିବେ, ଗୁରୁ ପିଜିଏ ଜାଣିବେ। ପାଣି ପିଇଲେ ଛାଣିବି ପିଇବ, ଆଉ ଗୁରୁ କଲେ ଜାଣିବି ପିଇବ। କାହିଁକି? ଆମେ ଯାହା ପାଖରୁ ଶୁଣିବାକୁ ଯାଉଛୁ, ଯାହା ପାଖରୁ ଜାଣିବା ପାଇଁ ଯାଉଛୁ, ଫାଷ୍ଟ ପ୍ରଶ୍ନ ତାକୁ ଜଣା ନା ନାହିଁ? ନହେଲେ ସିଏ ଯଦି ଉଲ୍ଟା ପାଲ୍ଟା କହିବ, ଆମର ବୁଝିବାରେ ମିଶା ଗଡ଼ବଡ଼ ହେଇଯିବ। ଆଉ ଆମର ଅଣ୍ଡରଷ୍ଟାଣ୍ଡିଂ ଗଡ଼ବଡ଼ ହେଇଗଲା ବୋଲେ ଆମେ ଏ ସଂସାର ଆଉ କେତେ ରାଉଣ୍ଡ ମାରିବା। ଆଉ କେତେ ରାଉଣ୍ଡ ମାରିବାର ଅର୍ଥ ଶଙ୍କରାଚାର୍ଯ୍ୟ କହିଲେ ପୁନରପି ଜନ୍ମ, ପୁନରପି ମରଣ, ପୁନରପି ଜନ୍ମ ଯଥା ସହାୟ। ବୋଲେ ଆଉ କେତେ ଜଣ ଇଏ ମାତୃଗର୍ଭକୁ ଆସିବ, ଆହୁରି ଜନ୍ମ ହେବ, ଆହୁରି ମରିବ, ଆହୁରି ଇଏ ପାଲା ଚାଲିବ। କାହିଁକି? ମିସ୍ଅଣ୍ଡରଷ୍ଟାଣ୍ଡିଂ। ମିସ୍ଅଣ୍ଡରଷ୍ଟାଣ୍ଡିଂର କାରଣ କିନ୍ତୁ ଏକଲେ ତୁମେ ଗୁରୁ ପାଖକୁ ଯାଇନ। ଯଦି ଯାଇଛ, ଯାହାକୁ ଜଣାନି ତା ପାଖକୁ ପଳେଇଛ। ଯାହାକୁ ଜଣାନି, ଯିଏ ବୁଝିନି, ଯିଏ ବୁଝିବା କଥାକୁ ହିଁ ଜୋର କରୁଛି, ବୁଝିବା କଥାକୁ ଯେ କଥା କରୁଛି, ସେ ବୁଝିନି। କାହିଁକିନା ବୁଝିବା ଲୋକ ସେ ବୁଝିବା ଉପରେ ଗୁରୁତ୍ୱ ଦେବ। ତେଣୁ ଗୁରୁଦେବ କହିଲେ ବୁଝିବାକୁ ପଡ଼େନି, ବୁଝିବାକୁ ପଡ଼େ। ଖାଲି ଗୁରୁଟା ନାହିଁ, ଏସବୁ ମହାପୁରୁଷ ଯେଉଁମାନେ ବି ଭଗବତ ପ୍ରାପ୍ତି କରିଛନ୍ତି, ପ୍ରାପ୍ତି କରିଛନ୍ତି ଅର୍ଥ ବୁଝିକ ଜାଣିକି ଜାଗ୍ରତ ନାହିଁ, ସେମାନେ ବୁଝିବା ଉପରେ ଗୁରୁତ୍ୱ ଦେବେ। ବୁଝିବାର ନାମ ହିଁ ଜ୍ଞାନ ମାର୍ଗ। ଜ୍ଞାନ ମାର୍ଗର ଅର୍ଥ ମାନେ କାହା ଉପରେ ଲକ୍ଷ୍ୟ ଲୁହାର କିଏ ଆମର ଦାୟିତ୍ୱ ନେଇଗଲା, କିଏ ଦାୟିତ୍ୱ ନେଇଗଲେ ଜ୍ଞାନ ମାର୍ଗ, ଏଇଟା ଅଜ୍ଞାନ ମାର୍ଗ। କିଏ ମୋର ଦାୟିତ୍ୱ ନେଇଗଲା, ସେ ଯେମିତି ହେଲେ ମୁକ୍ତ କରିଦେବ ମୋତେ ବୋଲି ତମେ ଅଜ୍ଞାନ ମାର୍ଗରେ ପ୍ରବେଶ ହେଇଗଲ। ଜ୍ଞାନ ମାର୍ଗ ଅର୍ଥ ସତ୍ୟକୁ ଜାଣିବାର ମାର୍ଗ, ବୁଝିବାର ମାର୍ଗ। ଆଉ ଯିଏ ବୁଝି ବୁଝି ଯିବ ତାର ଦାୟିତ୍ୱ କିଏ ନେବା ଦରକାର? ଯିଏ ବୁଝି ବୁଝି ଯିବ ତାର ଦାୟିତ୍ୱ କିଏ ନେବା ଦରକାର? କିଏ ଜଣେ ଦାୟିତ୍ୱ ନେବାକୁ ମୁଁ ଅଛି, ଆଉ ଏକ୍ସଟ୍ରା କିଏ ଜଣେ ଦାୟିତ୍ୱ ନେବାରୁ ମୁଁ ଅଛି, ଏ କଥା ତାକୁ ବୁଝିବାକୁ ପଡ଼ିବ। ସେଟା ପାଇଁ ଦାୟିତ୍ୱ ଉପରେ ଗୁରୁତ୍ୱ ଦେଉଛି। ବୁଝିବା ଲୋକ ସେ କାହାର ଦାୟିତ୍ୱ ନେବା ଦରକାର। ଭଗବାନ ବି ଆସିକି କହିବେ ତ ଦାୟିତ୍ୱ ନେଉଛି ଦରକାର ନେଇକି। କାହିଁକି? ଭଗବାନ ଯଦି ଆସିକି କହିବେ ତ ଦାୟିତ୍ୱ ମୁଁ ନେବି ବୋଲି, ସେ ଜାଣିଦେବ ଏଇଟା ଭଗବାନ ପରୀକ୍ଷା କରୁଛନ୍ତି, ସେଟା ମନା କରୁଛି। କାହିଁକି? ତାଙ୍କର ଦାୟିତ୍ୱରେ ହିଁ ମୁଁ ଅଛି। ଏବେ ଜଣେ ମୋର ଦାୟିତ୍ୱ ନେଇଛି ଅର୍ଥ କ'ଣ? ଜଣେ ମୋର ଦାୟିତ୍ୱ ନେଇଛି, ଧନ୍ୟନ୍ତୁ ମୋତେ କୌଣସି ଗାଁକୁ ଯିବା ପାଇଁ ମୋର ଦାୟିତ୍ୱ କେହି ନେଇଗଲା। ମୁଁ ଗୋଟେ ଗାଁକୁ ଯିବାକୁ ଚାହୁଁଛି, କିଏ ମୋର ଦାୟିତ୍ୱ ନେଲା, ସେ ଗାଁକୁ ଯାଇକି ଆସିବା ପର୍ଯ୍ୟନ୍ତ ମୋ ଦାୟିତ୍ୱ ନେଲା। ସେ କ'ଣ କରିବ? ସେ ଟିକଟ କାଟିବ, ସେ ଚା ଦେବ, ସେ ଟ୍ରେନରେ ସବୁ ଯାହା ଯାହା ଦରକାର ଜଳଖିଆ ଦାୟିତ୍ୱ ନେଇଛି। ଏଇଟା ଦାୟିତ୍ୱ ନେବାଟା, ଆକୁ ଦାୟିତ୍ୱ ନେବା କୁହାଯାଏ। ପିଲାର ଦାୟିତ୍ୱ ମା ନେଇଥିବାରୁ ପିଲାର ସୁବିଧା କଥା ମା ବୁଝୁଛି।
ସେଇଟା ଦାୟିତ୍ୱ ନେବାଟା କୁହାଯାଏ। ହେଲେ ମୋତେ ସବୁ ଜଗଉଛି କିଏ? ଆମେ ବଞ୍ଚିବା ପାଇଁ, ଆମର ଅସ୍ତିତ୍ୱ ପ୍ରକାଶ ପାଇବା ପାଇଁ ଆମକୁ କିଏ ଜଗଉଛି? ଆମକୁ ଯାହା ଯାହା ଦରକାର ଏସବୁ ବ୍ୟବସ୍ଥା କିଏ କରୁଛି? ଯଦି କିଏ କରୁଛି ସେ ଦାୟିତ୍ୱ ନେଇଥିବାରୁ କରୁଛି ନା ଆମେ ଯାଇ ଭଗବାନଙ୍କୁ ମାଗିଲେ ସେ ପ୍ରଭୁ ମୁଁ ଭାତ ଖାଇବାକୁ ଚାହୁଁଛି, ତମେ ଟିକେ ଚାଉଳ ଦିଅ। ହେ ପ୍ରଭୁ ମୋତେ ଦେଖିବାକୁ ଚାହୁଁଛି, ମୋତେ ଆଖି ଦିଅ। ଶୁଭିବାକୁ ଚାହୁଁଛି, ଦାନ୍ତ ଦିଅ। ଚାଖିବାକୁ ଚାହୁଁଛି, ଜୀବ ଦିଅ। ମୁଁ ବଞ୍ଚିବାକୁ ଚାହୁଁଛି, ମୋତେ ପ୍ରାଣ ଦିଅ। ମୁଁ ସଂସାରରେ ରହିବାକୁ ଚାହୁଁଛି, ମୋତେ ସବୁ ବ୍ୟବସ୍ଥା କର। ଯାଇ ଭଗବାନଙ୍କୁ ପ୍ରାର୍ଥନା କଲେ ଆମକୁ ଜଣାଗା ନାହିଁ କିଛି, ଆମକୁ କିଛି ଜଣାଗା ନାହିଁ। ଆମେ ଏମିତି ନିର୍ଦ୍ଦିଷ୍ଟ ଅବସ୍ଥାକୁ ଆସିଲା ପରେ ଜ୍ଞାନ ପ୍ରକାଶ ପାଇଲେ, ଆଖିରେ ଅଛି, ନାକରେ ମନ ବୁଦ୍ଧି ସବୁ ଅଛି, ସେ ସବୁ ଯାହା ଦ୍ୱାରା ଆମକୁ ଜଣାପଡ଼ୁଛି। ହେଲେ ଏସବୁ ବ୍ୟବସ୍ଥା ଆମର କିଏ କରୁଛନ୍ତି? ଯଦି କରୁଛନ୍ତି ଦାୟିତ୍ୱ ନେଇକି ଲୋକ କରିବେ, ମୁଁ କାହିଁକି କରିବି? ପିଲାଟା ଜନ୍ମ ହେଲା, ଇଆଡ଼େ ପିଲା ଜନ୍ମ ହେଇଛି ନାହିଁ, ସିଆଡ଼େ ମାତୃ ସ୍ଥାନରେ କ୍ଷୀର ପ୍ରବାହିତ। ଏଇଟା ପିଲା ଯାଇ ଖବର ପଡ଼ିଲା ନା ମା ଖବର ପଡ଼ିଲା, ବାପା ଖବର ପଡ଼ିଲା, ମୋର ପୁଅ ଗୋଟେ ହେଲା, ଝିଅ ଗୋଟେ ହେଲା, ସବୁ ତାକୁ ସେ କ'ଣ ଖାଇକି ବଞ୍ଚିବ ତା ପାଇଁ ବ୍ୟବସ୍ଥା କର। ଖାଲି ମଣିଷ ବୋଲି ପଶୁ ପକ୍ଷୀ ଗଛ ପତ୍ର ଇଏ ସମସ୍ତଙ୍କୁ ଅସ୍ତିତ୍ୱରେ ରହିବା ପାଇଁ କିଏ ଜଣେ ବ୍ୟବସ୍ଥା କରୁଛନ୍ତି। ଏଇଟା ବୁଝା ପଡ଼ୁନଥିବା ଲୋକ ଯାକ ଭଗବାନଙ୍କୁ ଦାୟିତ୍ୱ ଦେବେ, ଗୁରୁକୁ ଦାୟିତ୍ୱ ଦେବେ। ମୋ ଦାୟିତ୍ୱ ନେଇଛନ୍ତି ମୋ କଥା ମୁକ୍ତି କଥା ପାଉଛନ୍ତି। ମୋର ଅଣ୍ଡରଷ୍ଟାଣ୍ଡିଂ ବି ଖରାପ, ବେମାରଗ୍ରସ୍ତ। ମୁଁ ଭଗବାନଙ୍କୁ ପାଇବା ପାଇଁ ବଡ଼ ପ୍ରସ୍ତାବ କରିବ, କିନ୍ତୁ ଅନ୍ୟ ପକ୍ଷରେ ଯିଏ ବୁଝିବ ଦରକାର ନାହିଁ। ସେଟା ଏକା ଆନନ୍ଦ। ଭଗବାନ ବି ମୋତେ ଦୟା କରିବେ ବୋଲି ଦୟାରେ ଥିବା ଲୋକଙ୍କୁ କି ହସ ହସ। ଯିଏ ଅନ୍ୟର ଦୟାରେ ଅଛି ତା ମୁହଁରେ ହସ କେବେ ଆଇବନି। ଦୟାରେ ହସ ପଡ଼େ। ଦୟାରେ ଅଛି ଅର୍ଥ କିଏ ଦୟାରେ ଅଛି। କାଲି ତା ଭିତରେ ଭାବ ଚେଞ୍ଜ ହେଇଗଲା ବୋଲି ମୋତେ ଫକିଆ ମାରି କାଢ଼ି ଦେଇପାରିବି। ଯେମିତି ଜଣେ ଦୟା କରିକି ଆମ ଘର ଗୋଟେ ଦେଲା, ରହିପାରିବି, ଭଡ଼ା ଫଡ଼ା ଦରକାର ନାହିଁ। ଆଜି ତାର ଭାବ ଭଲ ଅଛି, କାଲି ଯଦି ତାର ଭାବ ଖରାପ ହୁଏ ମୁଁ ବଦଳିଗଲେ କିଛି ହେଲା ଭାଇ ତମେ ଏଥର ଘରକୁ ପଡ଼ୁ, ମୁଁ କ'ଣ କହିପାରିବି? ନାହିଁ। ତା ଅର୍ଥ କ'ଣ? ଯେଉଁଠି ଦୟା ସେ ମୁକ୍ତି ନାହିଁ। ଅହଙ୍କାରକୁ ହଟାଇବା ପାଇଁ ଦୟା କଥା କୁହାଯାଏ। ଅହଙ୍କାରୀ ମଣିଷ ଯାହାର ଅହଙ୍କାର ପ୍ରଗାଢ଼ ହେଇଯାଇଛି, ଯେମିତି ସର୍ବେ ସଦା ମନେ କରୁଛି, ତାକୁ ଭଗବାନଙ୍କର ଦୟା କଥା କୁହାଯାଉଛି। ଯାହାଦ୍ୱାରା ତାର ଅହଙ୍କାର ଟିକେ ଦୁର୍ବଳ ହେବ, ତାକୁ ବୁଝା ପଡ଼ିବ। ବୁଝିବା ପାଇଁ ଅହଙ୍କାର ଯେମିତି ଜ୍ୱର ହେଇଗଲେ ସ୍ୱାଦ ଆସିବନି। ଇଏ ତୁଳସୀଦାସ କହୁଛନ୍ତି, तुलसी गुरु की पाप से हरि चर्चा ना सुहाए, जैसे ज्वर की जोर से भूख अलविदा हो। जब प्रबल ज्वर हो ये खाद्य पदार्थ स्वाद लगे सेमती अहंकार चढ़ी गई है। सत्य ज्ञान बुझा पड़े अहंकार चढ़ी गई है। सर्वेसर्वा बहुत ये सत्य ज्ञान बुझागा पड़े जनागा पड़े कहीं से अहंकार तेणु से अहंकार टे दुर्बल करके जमी डॉक्टर ऑपरेशन करने ब्लड लेवल टेस्ट कर ब्लड आधे नाई 2 पॉइंट अच्छी बोले ऑपरेशन कले मरी 4 पॉइंट खाली भी मरी 11 की 12 पॉइंट गाड़ी हेमोग्लोबिन स्तर बढ़े जाके ऑपरेशन कर सेमती जी अहंकार जदि हसल कथा कहले चढ़ेबनी दरकार पड़े अहंकार बढ़िया संभावना। तेणु से अहंकारी मनुष्य अहंकार को हटाइवा अहंकार को दुर्बल करने जहाँद्वारा कि बुझा सक्षम नहीं पारे भगवान दया कथा कह भगवान दया कथा कह दया आम अच्छे बुझे दया प्रेम किसी माँ पिला के दया कर दया कला से प्रेम प्रेम दया निर्दय तो नथ दया भी ना दया अच्छे ना निर्दयता प्रेम सेमती
कोई तांकर प्रेम ही आमକୁ ଧାରଣ କରିଛି ଆମର ସବୁ କିଛି ବ୍ୟବସ୍ଥା ତାଙ୍କ ଦ୍ୱାରା ହେଉଛି ଆମର ମୂଳରୁ ଚୂଳ ପର୍ଯ୍ୟନ୍ତ ତାଙ୍କଠୁ ବାହାରିକି ତାଙ୍କ ଦେହରେ ଲୀନ ହେବା ପର୍ଯ୍ୟନ୍ତ ସବୁ ବ୍ୟବସ୍ଥା ତାଙ୍କଠୁ ବାହାରିକି ତାଙ୍କ ଦେହରେ ମିଶିବା ପର୍ଯ୍ୟନ୍ତ ଯାହା ଯାହା ଯେତେବେଳେ ଯେଉଁଟା ଦରକାର ସବୁ ଯାକ ବ୍ୟବସ୍ଥା ତାଙ୍କର ଯେଉଁଟା ଦରକାର ବୋଲେ ତାଙ୍କ ଭିତରେ ଦୁଃଖ ବି ଅଛି ମନ ରଖି ଦୁଃଖ ଆମେ ନା ଦେଇଛୁ ଦୁଃଖ ବୋଲି ସେ ଦୁଃଖ ନାହିଁ ଭଗବାନଙ୍କର ଆଲାରାମ ଯେମିତି ଆମେ କୁଆଡ଼େ ଯିବାକୁ ଗଲେ ଆଲାରାମ ଦେଇକି ଶୁଣୁ ଠିକ୍ ଟାଇମ୍ରେ ଆଲାରାମ ବାଜିଲେ ଆମେ ଉଠିବା ସେମିତି ଭଗବାନ ଆଲାରାମ ହିସାବ ବଜେଇବେ ଉଠେଇବା ପାଇଁ ଠିକ୍ ଟାଇମ୍ ହେଲେ ଠିକ୍ ଟାଇମ୍ ହେଲେ ଯେଉଁ ଆଲାରାମ ବାଜିବ ତାକୁ ଆମେ ନାଁ ଦେଇଦେଲେ ଦୁଃଖ ଉଠୁନି ତେଣୁ ତାକୁ ନିଦ ଭାଙ୍ଗିବା ପାଇଁ ଯଦି ଦୁଃଖ ଦରକାର ଦୁଃଖ ବି ଦେଇଦେଲେ ଯେଉଁଟା ଦରକାର କରିବେ ସେଇଟା ହେଲେ ଯିଏକି ଭଗବାନଙ୍କର ଏ ବ୍ୟବସ୍ଥାକୁ ବୁଝିବ ସିଏ ହିଁ ଆନନ୍ଦରେ ରହିବ ଭଗବାନ ଦାୟିତ୍ୱ ନେବାର କିଛି ଆବଶ୍ୟକ ନାହିଁ ମୋତେ ନୋ ପ୍ରୋବ୍ଲେମ୍ ନାହିଁ କିଛି ଆଇ ହ୍ୟାଭ୍ ନୋ ପ୍ରୋବ୍ଲେମ୍ ମୁଁ ଯେମିତି ଥିଲେ ବି ଭଲରେ ଅଛି ଅସୁବିଧାର ପ୍ରଶ୍ନ ନାହିଁ ମୋତେ ଇଏ ସବୁ ଭାବ ଯିଏକି ଗୁରୁର ଜ୍ଞାନ ବୁଝିବ ତାକୁ ପାଇବ ତାର ପାୱାର ବେଶୀ କାହିଁକି ତାର ପାୱାର ବେଶୀ ସିଏ ଅନନ୍ତର ହାତ ସିଏ ତାର ନିଜର କିଛି ଅସ୍ତିତ୍ୱ ନାହିଁ ତେଣୁ ତାର ଗୁରୁଦେବ କହୁଛନ୍ତି ପରାକ୍ରମ ପୁରା ପରାକ୍ରମ ସହିତ ସତ୍ୟକୁ ପ୍ରକାଶ କରେ ସତ୍ୟ ବିଷୟରେ କହୁଛନ୍ତି ବୁଝେଇକି କହିବ କ'ଣ ପରାକ୍ରମ ଆଉ ତୁମେ ଯଦି ଗେସ୍ କରିକି କହିବ ଖାଲି ଟାଇମ୍ ପାସ୍ ପାଇଁ କହିବ କି ତୁମ କ'ଣ ଭାବ କହିବ ତୁମେ ପରାକ୍ରମ ତୁମକୁ କିଛି ଲାଭ ନାହିଁ କି ଶୁଣିବା ଲୋକକୁ କିଛି ଲାଭ ଦରକାର ପଡ଼ିଲେ ଶୁଣିବା ଲୋକକୁ କିଛି ଲାଭ ହେଇପାରେ କିନ୍ତୁ କାହିଁ ଭିତରେ କିଏ ଜିଜ୍ଞାସୁ ଥିବ ବୋଲେ ସତ ତ ତୁମର ନାହିଁ ମୁଣ୍ଡୁ ଶୁଣା ସବୁ ଯାଏ ଆଗର କାହିଁକି ଲୋକଙ୍କ ସତ ଲାଭ ହେଇପାରେ କିନ୍ତୁ ତୁମକୁ ମାତ୍ର କିଛି ଲାଭ ତେଣୁ ଏ ବୁଝିବା କଥାକୁ ଯିଏ ଗୁରୁତ୍ୱ ଦେଉନି ବୁଝିବା କଥାକୁ ଯିଏ ଗୁରୁତ୍ୱ ଦେଉନି ସେ ନିଜର କ୍ଷତି କରୁଛି ଆଉ ଅନ୍ୟର ବି କ୍ଷତି କରୁଛି ଯିଏ ବୁଝିବା କଥାକୁ ବୁଝିଲେ ସେ ବୁଝିବା ଉପରେ ଗୁରୁତ୍ୱ ଦେବ ଆଉ ଯିଏ ବୁଝିବା ଉପରେ ଗୁରୁତ୍ୱ ଦେବ ପାଇଯିବ ଦେଖ 40-50 କେତେ ବର୍ଷରେ ଦୀକ୍ଷା ନେଇକି ଥିବା ଲୋକ ବି ଅଛନ୍ତି ତାଙ୍କ ସହିତ କଥା ହେଲେ ଜଣାପଡ଼ିବ ଆଉ କିଛି ବୁଝା ପଡ଼ୁନି ହେଲେ କିଏ ବୁଝିପାରିବ ସେଟା ବୁଝିବା ଲୋକ ବୁଝିପାରିବ ଗୁରୁ ବୁଝିପାରିବେ କିଏ କିଛି ଜାଣିନି ଗୁରୁ ବୁଝିପାରିବେ ଯିଏ ବୁଝିବ କ'ଣ ହବ 40-50 ବର୍ଷ କିଛି କରିବ ଏତିକି ବର୍ଷ ଭିତରେ ଗଛ ବି ମଞ୍ଜିରୁ ଗଛ ପ୍ରକଟ ହେଇକି ଫଳ ଦେଇଦେଉଛି କେତେ ଥର ଦେଇଦେଉଛି ଭଗବାନଙ୍କୁ ପାଇବା ପାଇଁ 40-50 ବର୍ଷ କିଛି କରିବ 40 ଦିନ ବି କିଛି କରିବ ଯଦି କାହାକୁ ଡେରି ହେଉଛି ତା ପାଇଁ ସେ ନିଜେ ଦାୟୀ ଏ କଥା ବୁଝିବାକୁ ପଡ଼ିବ ଯଦି ମୋତେ ଡେରି ହେଉଛି ମୁଁ ଦାୟୀ କ'ଣ ପାଇଁ ମୁଁ ଦାୟୀ ପ୍ରଥମ କଥା ହେଲା ଭଗବାନ ମୋର ସବୁ ବ୍ୟବସ୍ଥା କରିଛନ୍ତି କେଉଁଠୁ କରୁଛନ୍ତି ବ୍ୟବସ୍ଥା ଶିଖୁ ଯେଉଁଠୁ ମୁଁ ବାହାରିଲି ଯେତେବେଳେ ବାହାରିଲି ସେତେବେଳଠୁ ତାଙ୍କର ବ୍ୟବସ୍ଥାରେ ମୁଁ ଅଛି ତାଙ୍କର ବ୍ୟବସ୍ଥାରେ ମୁଁ ଅଛି ତାଙ୍କର ପ୍ରକାଶରେ ମୁଁ ପ୍ରକାଶିତ ହେଇକି ଆସୁଛି ଏବେ ଶେଷ ଆଡ଼କୁ ପହଞ୍ଚି ମଣିଷ ହେଲି ତାଙ୍କର ବ୍ୟବସ୍ଥାରେ ମଣିଷ ହେଲା ପରେ ତାଙ୍କର ବ୍ୟବସ୍ଥାରେ ପାଗଟା ଠିକ୍ କରିବା ପାଇଁ କିନ୍ତୁ କେତେଥର ମଣିଷ ବି ହେଇଛି ପୁଣି ଠିକ୍ ଆବଶ୍ୟକ ପଡ଼ିଲା ବର୍ତ୍ତମାନ ଆକୁ ଗୁରୁ ଯୋଗାଇ ଦେବାକୁ ପଡ଼ିବ ଗୁରୁ ରୂପରେ ଆକୁ ଧରା ଦେବାକୁ ପଡ଼ିବ ସେ ଭଗବାନଙ୍କ ଗୁରୁ ରୂପରେ ଆସିକି ଆଟେଣ୍ଡ ହେଇଛି ତ ଟାଇମ୍ ହେଇଗଲା ଗୁରୁ ଦରକାର ଯେମିତି ପିଲା ଜନ୍ମ ହେଇଛି ନାହିଁ ସାଡ଼େ ମାତୃସ୍ଥଳରେ କ୍ଷୀର ପ୍ରବାହିତ ସେମିତି ଇଆଡ଼େ ଯୋଗ୍ୟ ହେଲା କି ନାହିଁ ଜଣେ ଜାଣିବା ପାଇଁ ଇଚ୍ଛା କଲା କି ନାହିଁ ସାଡ଼େ ଭଗବାନ ଗୁରୁ ରୂପରେ ଆସିକି ଠିଆ
ବୁଝିବା ପାଇଁ ଇଆଡ଼େ ସେ ଇଚ୍ଛା କଲା କି ନାହିଁ, ବୁଝିବା ପାଇଁ ଆସିଲେ ଭଗବାନ ଗୁରୁ। ହେଲେ ଇଏ ସବୁ କଥା ବୁଝିବାକୁ ପଡ଼ିବ। ଏଇଟା କଳ୍ପନାର ବିଷୟ କି ନିଜର ଅପିନିଅନ୍ ନାହିଁ। ଯେତେବେଳେ ଆମେ ଏ ସୃଷ୍ଟିକୁ ମାର୍କ କରିବା, ନିରୀକ୍ଷଣ କରିବା, ଆମ ଜୀବନକୁ ନିରୀକ୍ଷଣ କରିବା, ଆମକୁ ଜଣାପଡ଼ିବ ଭଗବାନଙ୍କର ଅବଦାନ କ'ଣ, ବିଶେଷତ୍ୱ କ'ଣ, ଭଗବାନଙ୍କର ଅସ୍ତିତ୍ୱ କ'ଣ, ଆମେ ଜାଣିପାରିବା। ହେଲେ ଯିଏ ଜାଣିବାକୁ ଇଚ୍ଛା କରିବ ସେ ଜାଣିପାରିବ। ଆଉ ମୂଳରୁ ଯଦି ଜାଣିବାର ଇଚ୍ଛା ମାନେ କ'ଣ, ଶବ୍ଦ ଶୁଣିବାଟା, ବୁଝିବାଟା ହିଁ ଜାଣିବାଟା। ଯଦି ମୁଁ ଶବ୍ଦ ଟିକେ ଶୁଣିଦେଲି ସତ୍ସଙ୍ଗରେ କି ବହି ପଢ଼ିଲି ଗୁରୁଙ୍କର, ସେଇଟା ଜାଣିବାଟା ନାହିଁ। ସେଟା କ'ଣ ପଢ଼, କ'ଣ ଶୁଣିବ, ବୁଝିବା କଥା। ବୁଝିବା ପାଇଁ ଇଚ୍ଛା କରିବା ଲୋକ ସେ ପୁରାପୁରି ଧ୍ୟାନ ସହିତ ଗ୍ରହଣ କରିବ। ବୁଝିବା ପାଇଁ ଇଚ୍ଛା କରୁଥିବା ଲୋକ ତାର ସମସ୍ତ ଶକ୍ତି କେନ୍ଦ୍ରୀଭୂତ ହେଇଥିବ ଜାଣିବା ପାଇଁ। ଇଏ ସବୁ ଯାକ ପେଟ ଥିଲେ ଭଗବାନଙ୍କୁ ପାଇବାଟା ଅତି ସହଜ। ତମ ପାଖରେ ବଡ଼ ବଡ଼ ଜିନିଷ ଥିବ, ସେଟା ପାଇଁ ଭଗବାନଙ୍କୁ ପାଇବାଟା କଷ୍ଟ। ଇଏ କଥା ମିଶା ଆମେ ବୁଝିପାରୁ। ମୋ ପାଖରେ ବଡ଼ ବଡ଼ ଥିବାରୁ ମୁଁ ଭଗବାନଙ୍କୁ ପାଇପାରୁନି, ଇଏ କଥା ବି ଆମକୁ ବୁଝା ପଡ଼ୁନି। ହେଲେ ବୁଝିବା ପାଇଁ ଗୁରୁ ରୂପରେ ସେ ଆସିଛନ୍ତି। ନହେଲେ ଆଉ କ'ଣ ପାଇଁ ଆସିଛି, କାମ କିଛି କରୁ। ଯଦି ତାଙ୍କୁ କହିବେ ନାହିଁ ବୁଝିବା ପାଇଁ ନାହିଁ, ଆଉ କ'ଣ ପାଇଁ ଆସିଛି, କ'ଣ କାମ କିଛି କରୁ। ମୁଁ ବୁଝିବା ପାଇଁ ଶିଷ୍ୟ ହେଇଛି, ନାଇଁ ନାଇଁ ମୁଁ ବୁଝିବା ପାଇଁ ଆସିନି ବୋଲେ ଆଉ କି ଡ୍ରାମା କରିବା ପାଇଁ ଆସିଛି, ଚିନ୍ତା ନେଇଛି। ମୁଁ ବୁଝିବା ପାଇଁ ଆସିଛି, ମୁଁ ବୁଝିନି ବୋଲିକି ଜୀବ କିଏ ବୁଝିଲେ ମୁଁ ସେ ପରମାତ୍ମା। ମୁଁ ବୁଝିନି ବୋଲିକି ମୁଁ ଅନାଥ, ଅସହାୟ, ବନ୍ଧନଗ୍ରସ୍ତ, ମାୟାଗ୍ରସ୍ତ, ଯାହା ବି କହିବେ, ବୁଝିଲେ ମୁଁ ପରମାତ୍ମା। ହେଲେ ଗୁରୁ ମୋତେ କିଛି କହିବେ, ମୋର କି ସ୍ୱଭାବ ଅଛି ଯେ ଗୁରୁ କରିବେ, କ'ଣ ମୋ ପାଖରେ ଅଭାବ ଅଛି ଯେ ଗୁରୁ ମୋତେ ସାହାଯ୍ୟ କରେ। କିଛି ଅଭାବ ନାହିଁ। ଗୁଟେକା ଅଭାବ ଅଛି, ମୁଁ କିଏ ମୋତେ ନା। ଗୁଟେକା ଅଭାବ ଅଛି, ମୋ ଭିତରେ କ'ଣ ଅଛି ମୁଁ ଜାଣିନି। ଗୁଟେକା ଅଭାବ ଅଛି, ମୁଁ କେମିତି ଆସିଲି, କେଉଁଠୁ ଆସିଲି, କାହିଁକି ଆଇଲି, ଏସବୁ ମୋତେ ଜଣାନି। ଯେଉଁଟା ଜଣାନି ସେଟା ଜଣାଇବା ପାଇଁ ଗୁରୁ ଆସିଛନ୍ତି। ଆଉ ଟିକେ କିଛି ଆବଶ୍ୟକ ନାହିଁ ମୋତେ, ତାଠୁ ଅଧିକ କିଛି ବି ଆବଶ୍ୟକ ନାହିଁ। କାହିଁକିନା ମୁଁ ପୂର୍ଣ୍ଣ ହେଲେ କିଛି ଜଣାଦେଲି। ସେ ଜଣା ନାହିଁ ବୋଲିକା ଜଣାଇବା ପାଇଁ ଆସିছে। ଜଣାଇବା ପାଇଁ ଆସିଲେ ତ ବୁଝିବା ପାଇଁ ଆସିଛି। ମୁଁ କିଛି ବୁଝିଯାଇଛି, ସେଇଟା ପାଇଁ ମୁଁ ବନ୍ଧନରେ ଅଛି। କ'ଣ ବୁଝିଯାଇଛି, ଉଲ୍ଟା ପାଲ୍ଟା ବୁଝିଯାଇଛି। ଅଜ୍ଞାନତା ଯୋଗୁଁ ନିଜକୁ ଶୈଳ ବୋଲି ବୁଝିଯାଇଛି, ଅଜ୍ଞାନତା ଯୋଗୁଁ ନିଜକୁ କର୍ତ୍ତା ବୋଲି ବୁଝିଛି, ଅଜ୍ଞାନତା ଯୋଗୁଁ କାହିଁ କ'ଣ କ'ଣ ବୁଝିଯାଇଛି। ଆମେ କ'ଣ କ'ଣ ବୁଝିଯାଇଛି, ନିଜକୁ କ'ଣ କ'ଣ ବୁଝିବା ଭାଷା ନା ଆମେ ନିଜେ ବିଚାର କରି ଜାଣିପାରିଛୁ। ଆମକୁ ଅନୁଭବ କରିବାର ଅଛି ମୁଁ ସେ ବ୍ରହ୍ମ ବୋଲିକି। ଏ ପଏଣ୍ଟକୁ ମନେ ରଖିଦେଇକି ଆଉ ଆ ବ୍ୟତୀତ ଆମେ ଯାହା ବୁଝିଛ ସବୁ ଭୁଲ। ମୁଁ ସେ ବ୍ରହ୍ମ ବା ଭଗବାନ ବା ପରମାତ୍ମା ବା ସତ୍ୟ, ଆର ଅନୁଭବ ଛାଡ଼ିକି ତମେ ଯାହା ବି ବୁଝିଛ ସେଇଟା ଭୁଲ, ଭ୍ରାନ୍ତି, ମିଥ୍ୟା ଶିକ୍ଷା। ହେଲେ ଏବେ କାହିଁ କ'ଣ କ'ଣ ବୁଝିଛ, ଶରୀର, ଇଏ ସେ, ଜାତି, ଧର୍ମ, କେତେ କ'ଣ କିଏ ଯେଉଁଟା ମିଳିଲେ ଜାଗାରେ ଆଉ ଗୋଲ୍ଡ ମେଡାଲିଷ୍ଟ, କେଉଁଠି ଯଦି ଗୋଲ୍ଡ ମେଡାଲ କାହାକୁ ମିଳିଲା ସେଇଟା ଗୋଟେ ଏଡ଼େ ହେଇଗଲେ ଆଇ ଏମ୍ ଏ ଗୋଲ୍ଡ ମେଡାଲିଷ୍ଟ। ଡକ୍ଟର ହେଇଗଲା, ସେ ଆମର ରିଲାଏନ୍ସରେ କାମ କଲା ବେଳକୁ କିଏ ଡକ୍ଟର ଲେଖା ହେଇନଥିଲା କି ତାଙ୍କ ଡକ୍ଟର ଲେଖ ଖାଲି ନା ଶ୍ରୀ ଅଙ୍କ ଲେଖା ହେଇଥିଲା, ଡକ୍ଟର ଲେଖ ଡକ୍ଟର ବୁଝିପାରୁଛି। ହେଲେ କ'ଣ କ'ଣ ସବୁ ଏଡ଼୍ ହେଇଯାଇଛି, କିନ୍ତୁ ଆମର ବାସ୍ତବିକ ସ୍ଥିତି କିଛି, ଆମର ସ୍ୱରୂପ କ'ଣ, ବ୍ରହ୍ମସ୍ୱରୂପ। ଶଙ୍କରାଚାର୍ଯ୍ୟ କହିଲେ ଶ୍ଲୋକାଧ୍ୟୟନ ପ୍ରତିଷ୍ଠାମି ଯଯୁକ୍ତ ଗ୍ରନ୍ଥ କୋଟି ବ୍ରହ୍ମ ସତ୍ୟ ଜଗତ ମିଥ୍ୟା ଜୀବ ବ୍ରହ୍ମ ଏକ ନା କର। ଇଏ ଜଗତ ମିଥ୍ୟା, ମିଥ୍ୟା ବୋଇଲେ ଆମେ ଯେଉଁ ଭାବୁଛୁ ସେଟା ମିଥ୍ୟା। ବ୍ରହ୍ମ ସତ୍ୟ, ବ୍ରହ୍ମ ହିଁ ଜଗତ ଭାବରେ ଅଛନ୍ତି, ତେଣୁ ଜଗତ ମିଥ୍ୟା। ବ୍ରହ୍ମ ହିଁ ଜୀବ ଭାବରେ ଅଛନ୍ତି, ତେଣୁ ଜୀବ ମିଥ୍ୟା। ଜୀବ ବ୍ରହ୍ମ ଅଲଗା ନୁହଁ। ହେଲେ ଗୁରୁ ଆସିକି ମୋତେ ବ୍ରହ୍ମ କରିବେ କି ନା ଗୁରୁ ଆସିକି ଜଗତକୁ ମିଥ୍ୟା କରିବେ, କ'ଣ କରିବେ?
ଅଭିରାମ ପରମହଂସ କହିଲେ ଗୁରୁ ରୂପେ ଜ୍ଞାନ ନ ଦେଲେ ଆପଣ କେନ୍ଭେ ଜାଣନ୍ତି ତୁମ ହେଲେ ଗୁରୁ ଜ୍ଞାନ ବୋଇଲେ ମୁଁ ଏମିତି ବସିକି ଶୁଣୁଥିଲି ଗୁରୁ ମୋତେ ଶବ୍ଦ ଦିଟା ପକାଇଦେବେ ମୁଁ ଗୁଙ୍ଗୁଥିଲି କି ନହେଲେ ଆଉ କୁଆ ମାଇଣ୍ଡରେ ଥିବି କି ମୋତେ ଇଚ୍ଛା ନଥିବ କି ନଥିଲେ ମୁଁ ଖାଲି ନାମ ମାତ୍ରକୁ ଶୁଣୁଥିଲି ତାଙ୍କେ ଯେବେ ମୁକ୍ତ କରିବେ ସେଠୁ ମୁକ୍ତି ହେବି ଶୁଣିକି କିସ୍ କରିବି ତାଙ୍କେ ଯେବେ ମୁକ୍ତ କରିବେ ସେବେ ମୁକ୍ତି ହେବି ମୁଁ ଶୁଣିକି କିସ୍ କରିବି ଆଉ ଶୁଣିବା ଲୋକ ବି ମୂର୍ଖ କା ଦୃଷ୍ଟି ଦେଖିଲେ ଗୁରୁ ବି ମୂର୍ଖ ଯଦି ବୁଝିବାର ଆବଶ୍ୟକତା ନାହିଁ ତାଙ୍କେ ଇଚ୍ଛାରେ ବୁଝାଉଛନ୍ତି ମୂର୍ଖ ତାଙ୍କେ ଯଦି ତାଙ୍କେ ଇଚ୍ଛାରେ ମୁକ୍ତ ହେବେ ଇଚ୍ଛାରେ ବୁଝାଉଛନ୍ତି ମୂର୍ଖ ତାଙ୍କେ ନାଇଁ ଯଦି ତାଙ୍କେ ଯଦି ବୁଝାଉଛନ୍ତି ହେଲେ ଆମେ ବୁଝିବାକୁ ଇଚ୍ଛା କରୁନୁ ବୋଲେ ମୂର୍ଖ ଆମେ ଜାଣିବାକୁ ଇଚ୍ଛା କରୁନୁ ବୋଲେ ମୂର୍ଖ ଆମେ ଆଉ ଏଇଭଳିଆ ମୂର୍ଖ ଲୋକ କଣ କରିବେ ସେ ମୂର୍ଖକୁ ଯେ ପାଦ ବସେଇବେ କି ନାହିଁ ହେଲେ ଏଇଭଳିଆ ମୂର୍ଖଙ୍କ ସଂଖ୍ୟା ବେଶୀ ଏଇଭଳିଆ ମୂର୍ଖଙ୍କ ସଂଖ୍ୟା ବେଶୀ ଏବେ ନାହିଁ ହଜାର ହଜାର ବର୍ଷ ଯୋଉଠି ଅରିଜିନାଲ ଥିବ ସେ ଡୁପ୍ଲିକେଟ୍ ଚାଲିଛି ଏମିତି କେଉଁ ନୋଟ୍ ଦେଖିଛ କି ଡୁପ୍ଲିକେଟ୍ ନୋଟ୍ ଯାହାର କି ଅରିଜିନାଲ ନୋଟ୍ ନଥିବ ଅରିଜିନାଲ ଥିଲେ ନା ଡୁପ୍ଲିକେଟ୍ ଦେଇଥିବ ଅରିଜିନାଲଟା ନଥାଏ ଡୁପ୍ଲିକେଟ୍ ବାହାରେ 1500 ଟଙ୍କା ନୋଟ୍ ଦେଖିছে ଡୁପ୍ଲିକେଟ୍ 1500 ଟଙ୍କା ନୋଟ୍ ଡୁପ୍ଲିକେଟ୍ ଦେଖିছে କାହିଁ ଅରିଜିନାଲ ଜାଗା ନାହିଁ ଡୁପ୍ଲିକେଟ୍ କୁଆଡ଼େ ନାଇଁ ସେମିତି ଇଏ ଡୁପ୍ଲିକେଟ୍ ଜ୍ଞାନୀ ଯାଏ ଡୁପ୍ଲିକେଟ୍ ଜ୍ଞାନୀ ମାନେ ଯାହାକୁ କିଛି ଜଣାନି କାହିଁକି ଜଣାନି ତା ପାଇଁ ତାଙ୍କେ ଦାୟୀ ତାଙ୍କୁ ଜାଣିବା ପାଇଁ ଇଚ୍ଛା ନାହିଁ କାହିଁକି ଜାଣିବାକୁ ଇଚ୍ଛା କରିବା ପାଇଁ ଜନ୍ମ ଲାଗିବ ଜନ୍ମର ସୁସଂସ୍କାର ପରେ ଜିଜ୍ଞାସା ଭାବ ଉଦୟ ହୁଏ ଜିଜ୍ଞାସା ଉଦୟ ହେବାର ଅର୍ଥ ମୁଁ ବୁଝିବା ପାଇଁ ଗୁରୁତ୍ୱ ଦେଉଛି ଆଉ ବୁଝିବା ପାଇଁ ଗୁରୁତ୍ୱ ଦେବା ଲୋକର ବିବେକ ଅଛି ସେ ମନ ବୁଦ୍ଧି ବାଲା ନାହିଁ ବୁଝିବା ପାଇଁ ଯାହାର ଜାଣିବା ପାଇଁ ଯେ ଇଚ୍ଛା କରୁଛି ସେ ବିବେକବାନ ବ୍ୟକ୍ତି ସେ ଜାଣିଥାଏ ଯେ ମୋତେ ଜାଣିବାକୁ ପଡ଼ିବ ନ ଜାଣିକି ବିନା ଅନୁଭବରେ ଯାହା ବି ମୁଁ କହିଛି ସେଟା ଭୁଲ ଏଇଟା ବିବେକବାନ ବାଲା ଜାଣେ ପୁଣି ଯିଏକି ଜାଣିବାକୁ ଇଚ୍ଛା କରୁଛି ତାକୁ ଜଣା ନିଜକୁ ସମର୍ପଣ ନ କଲେ ନିଜର ଅସ୍ତିତ୍ୱକୁ ବଳି ନ ଚଢ଼େ କେବେ ବି ପରମ ସତ୍ୟର ଅନୁଭୂତି ହେବ ସ୍ୱରୂପର ଅନୁଭୂତି ହେବ ଏ କଥା ଜିଜ୍ଞାସା ଜାଣିଥାଏ ଆଉ ଯାହାକୁ ଏତେ ସିମ୍ ଦରକାର ଯିଏକି ଏ ସଂସାରରେ ନିଜର ଅହଙ୍କାର ପ୍ରତିଷ୍ଠା କରିବା ପାଇଁ ଲାଗିଥିବେ ସେ ବୁଝିବା ଉପରେ ଗୁରୁତ୍ୱ ଦେବ ସେମାନେ କ'ଣ ନିଜ ଅନ୍ଧରେ ସମସ୍ତଙ୍କୁ ରଖିବା ପାଇଁ ତାଙ୍କ ମନ ଭିତରେ ତାଙ୍କ ମନ ଭିତରେ ପୋକ ଥିବ ସମସ୍ତଙ୍କୁ ନିଜ ଆଣ୍ଡରେ ରଖେ ମହାପୁରୁଷଙ୍କର ଇଚ୍ଛା କ'ଣ ସମସ୍ତଙ୍କୁ ମୁକ୍ତ କରିବ ପୁରା ଉଲ୍ଟା ଭାବନା ମହାପୁରୁଷମାନେ ଆସନ୍ତି ସମସ୍ତଙ୍କୁ ମୁକ୍ତ କରିଦେବ ଦୁଃଖର ବିଷୟ ତାଙ୍କ କଥା କିଏ ଶୁଣିନି ମାନେ କିଏ ଶୁଣିନି ବୋଲେ ତାଙ୍କ କଥା ଶୁଣି ଆସିଲେ ଆମ ଜାତି ସଂସ୍କାର ଥିଲା ପଣ୍ଡିତମାନେ ଆସନ୍ତି ସମସ୍ତଙ୍କୁ ବାନ୍ଧିକି ରଖିବା ଆଉ ବାନ୍ଧିକି ରଖିବା ପାଇଁ ଚାହିଁଲେ କ'ଣ କରିବା ଅଛି ସମସ୍ତଙ୍କୁ ଡରିକି ରଖିବା ଅଛି ବ୍ଲାକମେଲ୍ କରି ପ୍ରତ୍ୟେକ ବିଷୟର ତା ସ୍ତରରେ ବ୍ଲାକମେଲିଂ ଅଛି ଆଧ୍ୟାତ୍ମିକତାରେ ବି ବ୍ଲାକମେଲିଂ ଅଛି ଜଣାପଡ଼ୁଛି ଆଧ୍ୟାତ୍ମିକ ବ୍ଲାକମେଲିଂ ଶ୍ରୀ ପାପ ପୁଣ୍ୟ ଇଏ ସିଏ ନାଇଁ ଭଗବାନଙ୍କୁ ଆମକୁ ବେଶୀ ଭେଦ ରହିବ ପାର୍ଥକ୍ୟ ରହିବ ଆମେ ରହିବା ପାପୀ ପତିତ ସିଏ ପତିତ ପାବନା ଏମିତି କେତେ କ'ଣ ଆସିବ ଏମିତି କେତେ କ'ଣ କଲେ ଯାଇ ଜଣେ ତାଙ୍କର ବ୍ଲାକମେଲିଂରେ କରିବ ତାକୁ ଅନୁଭୂତି ହେଇଯିବ ଭଗବାନ ମୋ ହାତର କଥା ନାହିଁ କିଏ ବି ଦୟା କଲେ ହବ ଏମିତି ସବୁ ଅଳ୍ପ ବିଦ୍ୟା ବାଲା ପ୍ରଚାରକ ସମାଜରେ ଭଗବାନଙ୍କ ବିରୁଦ୍ଧରେ ବୋଲି ଜଣାପଡ଼ିବ ଭଗବାନଙ୍କ ବିରୁଦ୍ଧରେ ପ୍ରଚାର କରିବାର ପରିଣାମ ସବୁ ଲୋକଙ୍କ ପାଖରୁ ଭଗବତ ପ୍ରାପ୍ତିର ଇଚ୍ଛା ମିଶା ଅଙ୍ଗ ହେଇଯାଉଛି ଭଗବାନ କହିଲେ ସମସ୍ତେ ଟିକେ ଦୂର ରହିବା ଦେଉଛନ୍ତି ଫୁଲ ଚନ୍ଦନ ନଡ଼ିଆ କଦଳୀ ଏତିକି ଯଥେଷ୍ଟ ମନ୍ତ୍ର ଜପ ସ୍ତୁତି ଗାନ ଏସବୁ କ'ଣ ଦେଉଛି ନା ପାଇବା କଥା ଅସମ୍ଭବ କାହିଁକି ସମସ୍ତେ ଠିକ୍ ସେ ଭଗବାନଙ୍କୁ ଆମେ ମହାପୁରୁଷମାନେ ଆସନ୍ତି
ଜନ୍ମରେ ନଥାଏ ମିଶା ଆମେ ମନ ଅନୁଭବ କରୁଛୁ, ଜନ୍ମ ନ ହେଇକି ମିଶା ଆମେ ଜନ୍ମ ହେଇକି ଭାବୁଛୁ, ମରିବାର ପ୍ରଶ୍ନ ନାହିଁ, ଆମେ ମରିଯାଉଛୁ, ଆମର ସୀମା ନାହିଁ, କିନ୍ତୁ ଆମେ ସୀମିତ ହେଇକା ଇଏ ସଂସାରରେ ବିଚରଣ କରୁଛୁ। ଆନନ୍ଦ ସ୍ୱରୂପ ଦୁଃଖ ଭୋଗ କରିକି ଦୁଃଖ ସ୍ୱପ୍ନ ଦେଖୁଛୁ, ଆନନ୍ଦ ପାଇବୁ, ଇଏ ସବୁ ଜାଗା ଆମର ଭ୍ରାନ୍ତି। ପୂର୍ଣ୍ଣ ସ୍ୱରୂପ ହେଇକି ମଧ୍ୟ ନିଜକୁ ଆମେ କ'ଣ ଅପୂର୍ଣ୍ଣ ବିଚାର କରୁଛୁ, ଇଏ ସବୁ ଆମର ଭ୍ରାନ୍ତି। ଇଏ ଭ୍ରାନ୍ତି ଦୂର କରି ଆମକୁ ଆମର ସ୍ୱରୂପ ବା ଭଗବତ ପ୍ରାପ୍ତି କରାଇବା ପାଇଁ ସେ ଆସ କେମିତି କରାଇବେ? ଜ୍ଞାନ ଚିହ୍ନେ ବୁଝିବା ଚିହ୍ନିବା ପାଇଁ ହେଲେ ବୁଝିବାକୁ ପଡ଼ିବ। ଆଉ ଯିଏ ବୁଝିବ ସେ ଏକା ଭାବସ୍ଥ ବୁଝିବ। ତମେ ତ ବୁଝିନ କି ଭାବ ବୁଝିବ? ତମକୁ ଜଣା ନାହିଁ କେଉଁ ଭାବ ବୁଝୁଛ ଯେ ତୁମ କାମ ଗୁରୁ କହୁଛନ୍ତି ପ୍ରକୃତ ଜୀବନ ରିଏଲ ଲାଇଫ 10 ମିନିଟ୍ର ଗୁରୁଦେବ କହୁଛନ୍ତି ମହାପୁରୁଷମାନେ ଆନନ୍ଦ ଅସୁର କରୁଛନ୍ତି, ତୁମ ଦାମ ଟିକେ ଗଡ଼ା କାହିଁ ଗଳେଇର ଦେଖିବା ତମେ ଆନନ୍ଦ ଅସୁର କ'ଣ ଆନନ୍ଦ? ତମେ ତେଲ ମରା ଲୋକ ଯାକ ତେଲ ମରା ଲୋକମାନେ ଆନନ୍ଦ ଦୟାରେ ଥିବା ଲୋକ ଆନନ୍ଦ ଅନୁଭବ କରିବ, ମାୟାରେ ଥିବା ଲୋକ ଆନନ୍ଦ ଅନୁଭବ କରିବ। ଆନନ୍ଦ ଅନୁଭବ କରିବାର ସିଏ ଆମକୁ ସତ୍ୟ ବୋଧ ଆନନ୍ଦ ଅନୁଭବ କରିଆଛି ବୋଲେ ଆମକୁ ଆମର ଜ୍ଞାନ ହବା, ଆମକୁ ଆମର ଜ୍ଞାନ ନାହିଁ, କାହାର ଜ୍ଞାନକୁ ନିଜର ଜ୍ଞାନ ଭାବୁଛୁ, କଳ୍ପନାକୁ ଆତ୍ମା ଭାବୁଛୁ, କଳ୍ପନାକୁ ଆତ୍ମା ଭାବୁଛୁ। ଆମେ ଯେତେବେଳେ ନାମ ରୂପ ଗୁଣକୁ ପରିଚୟ କରୁଛୁ ମୁଁ ବୋଲିକି, ଆମେ କଳ୍ପନାକୁ ମୁଁ ବୋଲି କହୁଛୁ, କାଳ୍ପନିକ ଆତ୍ମା ଆମେ ତାଠୁ ଭିନ୍ନ ହେଇକି ଆମେ ସେ ନାମ ରୂପ ଗୁଣ ସହିତ ତାଦାତ୍ମ୍ୟ କରିକି ନିଜର ପରିଚୟ କେଡ଼େ ଭ୍ରମ ସହିତ ଆମକୁ ଆମର ଜ୍ଞାନ କିଛି ନାହିଁ। ଆଉ ଯେଉଁ ଜ୍ଞାନ ନେଇକି ଆମେ ସଂସାରରେ ବିଚରଣ କରୁଛୁ ସେ ଲାଷ୍ଟିଂ ଅତି ବେଶୀ ହେଲେ 100 ବର୍ଷ, ତାପରେ ତୁମର ନା ରୂପ ରହିବ ନା ତୁମର ନା ରହିବ, ନା ତୁମକୁ ଯିଏ ମନ ରଖିବ। ବେଶୀରେ ତୁମ ପିଲା ମନ ରଖିବ, ତୁମ ପିଲାର ପିଲା ପଚାରିବ କାହିଁକି କାହା ପିଲା ବେଳକୁ ଆଇନ ସେଟା ପିଢ଼ି ଗଲା ବେଳକୁ ତୁମେ ଥିଲ କି ନାହିଁ କାହାକୁ ଦରକାର। ମୁଁ ଆମ ବାପାଙ୍କ କଥା ଜାଣିଛି, ଜେଜେବାପାଙ୍କ କଥା ଜାଣିଛି, ଜେଜେବାପାଙ୍କର ବାପା ବିଷୟରେ କିଛି ଶୁଣିଛି, ତାପରେ କଥା ମୋର ଜଣାଗା ନାହିଁ କିଛି, କଳ୍ପନା ବି କରିପାରିନି। ଆମ ଜେଜେବାପା କିଏ କଳ୍ପନା କରିଥିଲେ ମାତ୍ର ସ୍ଥିତି ବି ନାହିଁ। ଜେଜେବାପାର ଯିବା ବେଲେ ଥିବେ ଆହୁରି ଥିବେ, ସୃଷ୍ଟି ଆରମ୍ଭ ଥିବେ, କିନ୍ତୁ ହଠାତ୍ ତ ନାହିଁ ଫୁଟେରୁ ଫୁଟେ ଆସୁଛ, ସୃଷ୍ଟି ଆରମ୍ଭ ଥିବେ କିଛି ଜଣାକା ନାହିଁ, ମନ ରଖିବ କିଛି। ସେମିତି ଆମେ ଯେଉଁ ନାମ ରୂପ ଗୁଣ ଧରିକି ବିଚରଣ କରୁଛେ ଏଇଟା ବେଶୀରେ ବେଶୀ ଅତି ବେଶୀ ହେଲେ 200-300 ବର୍ଷ, ତାପରେ ନା ଆମର ନାଁ ବି କିଏ ମନେ ରଖନ୍ତି, ଆମର କଥା ବି କାହା ଦରକାର ନଥିବ। ଆଉ ଆମେ ଏଠି ଡୁପ୍ଲିକେଟ୍ ନାମ ରୂପ ଗୁଣକୁ ଧରିକି ଦିନ କଟେ ବୋଲେ ଆମକୁ ଆମର ନିଜର ଜ୍ଞାନ ବି ନାହିଁ। କ'ଣ ପାଇଁ? ବୁଝିବାର ଇଚ୍ଛାର ଅଭାବ, ଜିଜ୍ଞାସାର ଅଭାବ, ଆଉ କିଛି ନାହିଁ। ଜିଜ୍ଞାସାର ଅର୍ଥ ହେଉଛି ବୁଝିବା ପାଇଁ। ଯଦି ବୁଝିବାକୁ ଇଚ୍ଛା ନାହିଁ ବୋଲେ ସେ ଜିଜ୍ଞାସା ନାହିଁ। ମୁଁ ସତ୍ସଙ୍ଗ ଯାଉଛି ବୁଝିବାକୁ ଇଚ୍ଛା ନାହିଁ ବୋଲେ ଆଉ କ'ଣ କରିବ? କ'ଣ କି ବୁଝିବାକୁ ଇଚ୍ଛା ନାହିଁ। ପିଲା ସ୍କୁଲକୁ ଯିବ, ସାର୍ କହିବ ସାର୍ ମୁଁ ମୋତେ କିଛି ବୁଝିବାକୁ ଚାହୁଁନି, ହେଲେ କାହିଁକି ସ୍କୁଲକୁ ଆସୁଛୁ? ଘରେ ଶୋଇପଡ଼ୁଛୁ। ବୁଝିବା ପାଇଁ ତ ସ୍କୁଲ, ବୁଝିବା ପାଇଁ ତ ଗୁରୁ, ବୁଝିବା ପାଇଁ ନ ବୁଝିକି କିଏ କିଛି କରିପାରିବ? ଏମିତି କେଉଁ ରାନ୍ଧଣିଆ ଆସିକି ନ ବୁଝିକି ରାନ୍ଧିଦେବ, ଏମିତି କେଉଁ ମେକାନିକ୍ ଆସିକି ନ ବୁଝିକି ରିପେୟାର କରିଦେଇପାରିବ, ଏମିତି କେଉଁ ଡାକ୍ତର ଆସିକି ନ ବୁଝିକି ସେ ଚିକିତ୍ସା କରିଦେବ। ଯଦି ସେତେ ବଡ଼ ସାହସ କଲା ପେସେଣ୍ଟକୁ ମାରିଦେବ, ଗାଡ଼ିକି ଭାଙ୍ଗିଦେବ, ଧନ୍ଦା ଖରାପ ହେବ। ଆଉ
ଆଉ ନ ବୁଝିକି ଯେ ଜ୍ଞାନ ବାଣ୍ଟିବାକୁ ଗଲା ବୁଝିଲେ ଆହୁରି ଡ୍ୟୁରେସନ୍ ପିରିୟଡ଼ ପଳେଇ ଆହୁରି କାହିଁକି ଆମେ ମାନିଦେବା ଇଂରେଜ ଆମେ ମାନିବାକୁ ବସିବାକୁ ଜାଗା ସବୁ ଅଧିକାଂଶ ଲୋକ ଜାଣିବାକୁ ଇଚ୍ଛା କରିବା ଲୋକ କମ୍ କ'ଣ କହିଦିଅ ମାନିଦେବୁ ଆମେ କିଏ ମାନିବା ଲୋକ ବେଶୀ ଏତେ କିଏ ଧ୍ୟାନ ଦେବ ଜାଣିବ କରିବ ଅହଙ୍କାର ତ୍ୟାଗ କରିବ ମୋର ନାହିଁ ଭାବ ଧାରଣ କରିବ ନାଇଁ କିଏ ଆସି ମୁଖ ପୁଛିକି ତାକୁ ଇଏ କରିବ ଏତେ ଲୋକ କିଏ ଅଛି ସମସ୍ତେ ନିଜର ଅହଙ୍କାର ବଞ୍ଚାଇବା ପାଇଁକା ସବୁ କିଛି କରୁଛନ୍ତି ସଂସାରର ବିଷୟବସ୍ତୁ ଅହଙ୍କାର ବଞ୍ଚାଇବା ପାଇଁ ଭଗବାନଙ୍କୁ ଶରଣ ଯିବାଟା ବି ଅହଙ୍କାର ବଞ୍ଚାଇବା ପାଇଁ ଗୁରୁଙ୍କ ଶରଣ ଯିବାଟା ବି ଅହଙ୍କାର ବଞ୍ଚାଇବା ପାଇଁ ଅଧିକାଂଶ କିଏ ଥିବେ ଯାହାର ସଂସ୍କାର ଥିବ ସେ ଭଗବାନଙ୍କୁ ଖୋଜୁଥିବ ଫାଷ୍ଟ ଭଗବାନଙ୍କୁ ଖୋଜିବା ଲୋକଙ୍କୁ ହିଁ ଭଗବାନଙ୍କୁ ବୁଝିବା କଥା କହିଲେ ସେ କ୍ୟାଚ୍ କରିବ ଯେ ଖୋଜୁଛି ମାନେ ଯେମିତି ଆମେ ଆମ ଘରେ ଗୋଟେ କଷ୍ଟଲି ଜିନିଷ ବୁଝୁନି ଆମେ କ'ଣ କରିବା ବୁଝୁନି ସାରା କହିବେ ନାଇଁ ଖୋଜିବା ଆଉ ସବୁ କଥା ପାଶୁ ଯିବା ରନ୍ଧା ଯାହା ସବୁ ପାଶୁ ଯିବା ହାରଟା କୁଆଡ଼େ ଗଲା ସବୁ ଘର ଦ୍ୱାର ଉଲ୍ଟା ପାଲ୍ଟା କରିଦେବା ଖୋଜିବା ତାକୁ କୁହାଯିବ ଖୋଜିବା ସେଇଭଳିଆ ଖୋଜିବା ଲୋକକୁ ହିଁ ଭଗବାନ ବ୍ୟବସ୍ଥା କରି ପଠାଇଦେବେ ସେ ନିଜେ ଗୁରୁଙ୍କର ପ୍ରକଟ ଆସିକି କହିବେ ଖୋଜିବାକୁ ଦରକାର ନାହିଁ ବୁଝିଯା ତୁ ହରେଇନୁ ତୋଠୁ ସେଟା ଅଲଗା ନାହିଁ ତୁ ତାଙ୍କ ଭିତରେ ଅଛୁ ସମୁଦ୍ର ଭିତରେ ମାଛ ଥିଲା ଭଳିଆ ତୁ ସେଇ ଭିତରେ ଏକା ଅଛୁ ତାଙ୍କୁ ବୁଝୁ ତାଙ୍କ ଭିତରେ ରହି ତାଙ୍କୁ ବୁଝୁ ତେଣୁ ବୁଝିବାର ଛାଡ଼ିଲେ ବୁଝିବା ପାଇଁ ଚେଷ୍ଟା କର ବୁଝିଲେ ପାଇବୁ ବୁଝିଲେ ହରେଇନୁ ବୁଝିଲେ ପାଇବୁ ଯିଏ ନିଜର ସବୁ ଶକ୍ତି ଲଗେଇକି ଯିଏ ବୁଝୁଛି ତାକୁ ଇଏ କଥା ଜଣା ପଡ଼ିଗଲା ସେ ବୁଝିବ ସାଙ୍ଗେ ଭାଇ ସତ କଥା ମୁଁ ତ ବୁଝିନି କାହାକୁ କୁହାଯାଉଛି ଭଗବାନ ଆଉ ମୁଁ ବୁଝିଲିନି ପାଇଲି କେମିତି ବୁଝିନଥିବା ଲୋକ କନଫ୍ୟୁଜ୍ ହେଇଯିବ ଶିବ ଭଗବାନ ନା ରାମ ଭଗବାନ କୃଷ୍ଣ ଭଗବାନ ନା ଇଏ ଭଗବାନ ଇଏ ଗୁରୁ ବଡ଼ ନା ସେ ଗୁରୁ ବଡ଼ ଅନୁକୂଳ ଠାକୁର ବଡ଼ ନା ସଦଗୁରୁ ବଡ଼ ନା ଅଶ ବଡ଼ ନା କବିର ବଡ଼ ନାନକ ବଡ଼ ନା କିଏ ବଡ଼ ପାଇଆ ଥିବାଟା ଜଣା କାଟେ ये कथा जे बुझुची से गुरु जे बुझुची से पाका शिष्य आ बाकी सब पक्का शिष्य जे बुझुची से गुरु से जोर ऊपर था जे बुझुची से गुरु जोर ऊपर था जे बुझुची से शिष्य जे बुझिया ପାଇଁ ତତ୍ପର ଜାଣିବା ପାଇଁ ଯେ ତତ୍ପର ସେ ଶିଷ୍ୟ ଏଇ ଭଳିଆ ବୁଝିବା ଆଉ ବୁଝେଇବା ଏହା ହିଁ ଲାଷ୍ଟ ଲୀଳା ये जो भगवान लीला ଅଛି ये लीलार शेष सीन हूँ बुझा बुझे सत्य को बुझा लोक गुरु सत्य को बुझापी जी राजी है शिष्य बस बुझा लोक बुझे सी भी बुझ बुझा मात्र गुरु जो आनंद अनुभव करते शिष्य मध्य से स्थिति से आनंद अनुभव कर बुझेगा सी भी गुरु होगा सी आ बुझे नहीं से बुझे इनके बुझी समस्त जीवे समाज में बुद्धों संख्या बढ़ बोध प्राप्त करते संख्या बढ़ से सत्य जुग आए मौका नहीं सब कुछ मूर्ख आलू कमल बुझा लोक संख्या बढ़ले सत्य जुग आए विवेकवान लोक संख्या बढ़ले सत्य जुग आसो सत्य को उपलब्ध कर लोक बढ़ले ये गुरु गोटे वाक्य अज्ञानी मैंने शीघ्र रागी जाए कहीं भूल को भूल स्वीकार कर क्षमता न था शीघ्र रागी दिए कहीं भूल कहीं कर बुझा नहीं बुझार क्या नहीं यार बुझार क्षमता नहीं बुझार क्षमता कहीं नहीं बुझा के गुरुत्व देना जंग लगी बुझा गुरुत्व दिया जंग लगी आम जो गोटे टांगिया कि बारसा कि चाकू बहुत दिन पर्यटन पूर्ण टाँगी फांगी लगे हठात गाड़ी काटाकाटी करेंगे बोले हेनी कहीं टाँगी लगे सेमती जी बुझा के गुरुत्व देनी तार बुझे धार कहना
ତେଣୁ ସେ ହଠାତ୍ କଥା ବୁଝିପାରିବ, ରିଏକ୍ସନ୍ ପ୍ରକାଶ ପାଇବ, ସେ ବୁଝିବାକୁ ଇଚ୍ଛା କରିବନି। ଆଉ ଯିଏ ବୁଝିବାକୁ ଇଚ୍ଛା କରୁନି ତାକୁ ଏ ସଂସାରରେ ଦୁଃଖ ଛଡ଼ା କିଛି ମିଳିବ, ଦୁଃଖ ଛଡ଼ା କିଛି ମିଳିବନି। କାହିଁକିନା କିଛି ନା କିଛି ବୁଝୁଥିବ, ସତ୍ୟକୁ ବୁଝିବାକୁ ପଡ଼ିବ। ଏ କଥା ଯିଏ ବୁଝିନି ସେ ଆଉ କ'ଣ ହେଲେ ବୁଝୁଥିବ, ଆଉ କ'ଣ ବୁଝିଲା ବେଳେ ଆମେ ନିଜ ଭିତରେ ମାୟାକୁ ବଢ଼େଇ ବଢ଼େଇ ଯାଉଛି, ମାୟାରେ ଆହୁରି ଭିତରକୁ ଭିତରକୁ ପଳଉଛି। ବୁଝିବା ପାଇଁ ସତ୍ୟକୁ ଧ୍ୟାନ ଦେଲେ ଅର୍ଥ ଆମେ ମାୟାରୁ ବାହାରିବା ପାଇଁ ବ୍ୟବସ୍ଥା କରୁ, ବୁଝିବା ହିଁ ମାୟାରୁ ବାହାରିବା। ତେଣୁ ଗୁରୁଦେବ କହିଲେ ସତ୍ୟକୁ ବୁଝିବାର ନାମ ଜ୍ଞାନ, ସତ୍ୟକୁ ଶୁଣିକି ମନ ରଖିବା ଜ୍ଞାନ, ସତ୍ୟକୁ ବୁଝିବାର ନାମ ଜ୍ଞାନ। ଆଉ ସେ ଜ୍ଞାନର ପରିଣାମ ସ୍ୱରୂପ ଆମେ ଭାବରାଜ୍ୟ, ଯାହା ଯିଏ ଖାଦ୍ୟ ଖାଇକି ଜୀର୍ଣ୍ଣ କଲା, ଖାଦ୍ୟ ଯଦି ଜୀର୍ଣ୍ଣ ହଜମ ହେଲା ବୋଲେ ତାର ଦେହକୁ ଲାଗିବ, ଅର୍ଥାତ୍ ଖାଦ୍ୟଟା ତାର ଶରୀରରେ କନଭର୍ଟ ହେବ, ତାର ଶରୀରରେ ସେଟା ତା ଶରୀରରେ ହେଇଯିବ। ନହେଲେ କ'ଣ ହେବ, ଭିତରେ ସବୁ ଗ୍ୟାଷ୍ଟ୍ରିକ୍ ମଳ ଜମା ହେବ, ଖାଦ୍ୟ ଭିତରେ ସଡ଼ିବ, ବେମାର ହେବ। ଯାହା ଆମେ ଜ୍ଞାନ ଶିକ୍ଷା କରୁଛେ, ଯଦି ଆମେ ଜାଣିବାକୁ ଇଚ୍ଛା ରଖି ଜ୍ଞାନ ଶୁଣୁଛେ ତାହେଲେ ହଜମ ହେବ, ଆଉ ପରିଣାମ ସ୍ୱରୂପ ଆମେ ସ୍ୱାସ୍ଥ୍ୟକୁ ଲାଭ କରିବା। ଧୀରେ 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 ଆମେ କ'ଣ ଚେତନାବାନ ହେଇଯିବା, ଶେଷରେ ଆମେ ପରମ ଚେତନାରେ ଜାଗ୍ରତ ହେବା। ଯଦି ନାହିଁ ଆମେ ଜୀର୍ଣ୍ଣ କରୁନି କ'ଣ ହେବ, ଏସିଡ଼ିଟି ହେବ, ଗୋଳମାଳ ସବୁ ହେବ, ସେ ଗୋଳମାଳ ପ୍ରକାଶ ପାଉ। ତେଣୁ ଏସବୁ ବୁଝିଯାଇଛି, ସାବଧାନ ରହିଯାଇଛି, ସାବଧାନ ରହିବାକୁ ପଡ଼ିବ। ନିଜେ ନିଜର ବିବେକରେ ଧ୍ୟାନ ଦେବାକୁ ଚିନ୍ତା କରିବାକୁ। ଯାହା ନିଜର ବିବେକ ନାହିଁ ସେ ଦୁନିଆ ମାୟାରେ ପଶିବ। ପର କଥାରେ ଘର ନାଶ ଆମେ ଶୁଣୁଛି, ପର କଥାରେ କାହାର ଘର ନାଶ ହେବ, ବିବେକ ନଥିବା ଲୋକଙ୍କ ଦ୍ୱାରା। ବିବେକବାନ ଲୋକ ତାଙ୍କ କାହା କଥା ଶୁଣିବେ ନାହିଁ, ଶୁଣିବେନି ମାନେ ମାନିବେନି, ଶୁଣିବେ କ'ଣ କହୁଛି କଥାଟା ଠିକ୍ ନା ଭୁଲ ତାଙ୍କେ ନିଜେ ଜାଣିପାରିବେ। ମୂର୍ଖମାନେ ତାଙ୍କୁ କି ଦରକାର ମାନିଦେବେ, ମାନିଦେବେ। ଆଉ ମଜା କଥା, ଯିଏ ପ୍ରକୃତ ଗୁରୁ, ଯିଏ ପ୍ରକୃତ ଅନୁଭବୀ, ତାଙ୍କେ ଅନ୍ୟମାନଙ୍କୁ ମାନିବା ପାଇଁ କରିବେ, ଜାଣିବା ପାଇଁ କରିବେ। ଯଦି କିଏ ମାନିବା ପାଇଁ ମାନିଦେଲା ଗୁରୁଙ୍କ କଥାକୁ, ତାକୁ ଦେଖିଲେ ଖୁସି ହେବେ, କିଏ ଗୋଟେ ନପୁଂସକ ସାଙ୍ଗେ ସମାନ ମାନିଦେଲା। କିଏ ଅମାନ୍ୟ କରିକି ପଳେଇଲା ସିଏ ବି ଗଲା, ଜଣେ ଅମାନ୍ୟ କରିକି ପଳେଇଲା, ଜଣେ ମାନିକି ବସିଛି ସିନା କିଛି ଲାଭ ନାହିଁ। ଲାଭ କିଏ, ଯିଏ ଜାଣିବା ପାଇଁ ଇଚ୍ଛା କରେ। ଜାଣିବାକୁ ଇଚ୍ଛା କରିବା ଲୋକଟା ଗୁରୁ ଦେବା ଜ୍ଞାନ ଗ୍ରହଣ କରିପାରିବ, ଆଉ ହଜମ କରିପାରିବ। ଆଉ ହଜମ କରିବା, ହଜମ ଯିଏ କରିପାରିଲା ଗୁରୁ ଜ୍ଞାନ ତାର ଚେତନାରେ ବୃଦ୍ଧି, ଚେତନାବାନ ହେଲେ ଆଉ ଅଧିକ ଦିଶିବ। ପାଞ୍ଚଟା ବେଳକୁ ଯେମିତି କ୍ଲିୟର ଦିଶୁଛି, 6ଟା ବେଳକୁ ଆହୁରି କ୍ଲିୟର, 12 ଘଣ୍ଟା ଖରା ବେଳକୁ ପୁରା କ୍ଲିୟର, ବୁଝିଲେ, 12 ଘଣ୍ଟା ଖରା ପୁରା କ୍ଲିୟର। ସେମିତି ଯିଏ ପୁରାପୁରି ଚେତନାବାନ ହେଇଗଲା, ସବୁ କ୍ଲିୟର, ସବୁ କ୍ଲିୟର, ସ୍ପଷ୍ଟ, ସବୁ ସ୍ପଷ୍ଟ ହେଇଯିବାଟା একটা ବହୁତ ପ୍ରାପ୍ତି। ବହୁତ ପ୍ରାପ୍ତି ମାନେ ଦିବ୍ୟ ଜ୍ଞାନ, ଦିବ୍ୟ ଚକ୍ଷୁ, ଗୁରୁଙ୍କ କୃପାରୁ ଶିଷ୍ୟ ଦିବ୍ୟ ଚକ୍ଷୁ ଲାଭ କରେ। ଆଉ ସେ ଦିବ୍ୟ ଚକ୍ଷୁରେ ସେ ଯେତେବେଳେ ଦେଖିବ, ଦିବ୍ୟ ଚକ୍ଷୁ ମାନେ ଜ୍ଞାନ ଚକ୍ଷୁ, ସେ ଦିବ୍ୟ ଚକ୍ଷୁରେ ଯେତେବେଳେ ଆମେ ଦେଖିବା, ସେଇଠି ଆମେ ପାଇବା ଏକ ବ୍ରହ୍ମ ଦ୍ୱିତୀୟ ନାସ୍ତା। ଭଗବାନଙ୍କ ଛଡ଼ା ଏ ସୃଷ୍ଟିରେ କିଏ ବି ନାହାନ୍ତି। ଭଗବାନ ସିଏ ଯିଏକି ଅଛନ୍ତି, ଯିଏ ଅଛନ୍ତି ତାଙ୍କୁ ବୁଝିବା ପାଇଁ ନାଁ ଦିଆଯାଇଛି ଭଗବାନ, ବ୍ରହ୍ମ ବୋଲିକି, ଆତ୍ମା ବୋଲିକି, ଯାହା କିଛି କନ୍ଦିକିଷ୍ଟାଇଲ ନାଁ ଦେଇ ଦିଅନ୍ତି। ମାତ୍ର ଭାବ ସେଟା ଗାତିରେ ଭାବ ସେଟା ଗାତିରେ। ଏବେ ଗୋଟେ ସତ୍ୟ ଅଛି, ତାକୁ ମୁଁ ଲୁଣ ବୋଲିକି ସମ୍ବୋଧନ କରିକି ଜିଭରେ ଲଗେଇବି, ଟେଷ୍ଟ କେମିତି ଆସିବ ଲୁଣିଆ। ତାକୁ ମୁଁ ସାଲ୍ଟ ବୋଲିକି ସମ୍ବୋଧନ କରିକି ଜିଭରେ ପକେଇବି, ଟେଷ୍ଟ କିସ୍ ଆସିବ ଲୁଣିଆ। ତାକୁ ମୁଁ ଉಪ್ಪୁ ବୋଲି କହିକି ପାଟିରେ ପକେଇବି, ଟେଷ୍ଟ କିସ୍ ଆସିବ ଲୁଣିଆ। ବାର ସମ୍ବୋଧନରେ ଗୁଣର କିଛି ପରିବର୍ତ୍ତନ କରିବ। ସେମିତି ତମେ ଭଗବାନ ବୋଲ, ଆତ୍ମା ବୋଲ, XY ଯୋଉଟା କହୁଛ କୁହ, କହିଲେ କୁହ, ନହେଲେ ନ କହେ। କିଏ ସେ ଅଛି ଜାଣ ତାକୁ,
କେସ୍ ଅଛି ତାକୁ ଜାଣ ଏଠି କିଛି ସମାଧାନ ନ କରିବି ଲୁଣଟାକୁ ପାଟିରେ ପକେଇଲି ଲୁଣିଆ ଗଲେ ଜାଣିବାକୁ ଇଚ୍ଛା କରିବା ତ ପାଟିରେ ପକେଇବା ଜାଣିବାକୁ ଇଚ୍ଛା କରିବା ତାକୁ ବୁଝିବା ବୁଝି ଆଉ ବୁଝି ଯିଏ ଯାଉଛି ସେ ଟେଷ୍ଟ ଅନୁଭବ କରିବ ନାଁରେ କି କରବ କହୁଛ ଗୁରୁ ବୋଲ କି ରାମ ବୋଲ କିସ୍ କହୁଛ କିସ୍ କହିଲେ କୁହ ନହେଲେ କୁହ ସେଇଭଳିଆ ଲୋକ ତାକୁ କୁକୁର ବେଳେ ବି ଆମେ ଯେତେବେଳେ ଆମେ ଜାଗ୍ରତ ହେଇଯିବା ସେତେବେଳେ ସବୁ ନା ତାଙ୍କର ନାଁ କୁକୁର ବୋଲି ସେ ଏକା ମୂର୍ତ୍ତି ବୋଲି ସେ ଏକା ମୂର୍ଖ ବୋଲି ସେ ଏକା ବୁଦ୍ଧ ବୋଲି ବି ସେ ଏକା ଗଧ ବୋଲି ବି ସେ ଏକା ନାମ ସେନ୍ସ ବୋଲି ସେ ଏକା ପରମ ସେନ୍ସ ବୋଲି ସେ ଏକା ତାଙ୍କ ଛଡ଼ା କିଏ ଥିଲେ ଇଏ କଥା ଯିଏ ଜାଣିଛି ତାକୁ ଆମେ କହିଲେ ବୁଦ୍ଧ ଇଏ କଥା ଯିଏ ଜାଣିଛି ତାକୁ ଆମେ କହିଲେ ଗଧ ବୁଦ୍ଧକୁ ଶକ୍ତି ପ୍ରବର୍ତ୍ତନ କହୁଛନ୍ତି ଯିଏକି ଜାଣିବାକୁ ଇଚ୍ଛା କଲା ତାକୁ ଆମେ କହିଦେଲେ ଶିଷ୍ୟ ଯିଏକି ଜାଣିବାକୁ ଇଚ୍ଛା କଲା ତାକୁ ଆମେ କହିଲେ ଶିଷ୍ୟ ଯିଏକି ଜାଣିବାକୁ ଇଚ୍ଛା କରୁନି ଜାଣିନି ସେ ସତ୍ୟ ବିଷୟ ଗୁରୁ ଶକ୍ତି ବିଷୟ ତାକୁ ହିଁ ଆମେ କ'ଣ କହିଲେ ମୂର୍ଖ ଅଜ୍ଞାନୀ ଅନୁଭୂତ ଇଏ ଗୁରୁ ଇଏ ଶିଷ୍ୟ ଇଏ ସବୁ କିଛି କାର ଲୀଳା ସେ ଗୁରୁ ଶକ୍ତିର ଲୀଳା ଖେଳା ସେ ଯେଉଁ ଶକ୍ତି ଗୁରୁ ଶକ୍ତି ଯେଉଁଟା ରହିଛନ୍ତି ସେ ଗୁରୁ ଶକ୍ତିର ଲୀଳା ଖେଳା ହେଉଛି ଇଏ ସବୁ ବୁଝିଲେ ପାଇବେ ନ ବୁଝିଲେ ପାଇବେ ନ ବୁଝିବାର ପରିଣାମ ସ୍ୱରୂପ ଆମର ଏଇଭଳିଆ ଦୁର୍ଗତି ବୁଝିଲେ ଆମର ସଦ୍ଗତି ସଦ୍ଗତିର ସ୍ୱରୂପ ପ୍ରାପ୍ତି ବହୁତ ପ୍ରାପ୍ତି ତା ଆପଣଙ୍କୁ ସଦ୍ଗତି କିଛି ନାହିଁ ଯଦି ଆମେ ସେ ଦିଗରେ ଯାଉଛୁ ବୋଲି ସତ୍ୟ ଆଡ଼କୁ ଗତି କରୁଛୁ ସଦ୍ଗତି ନହେଲେ କି ସତ୍ୟ ଆଉ ଯେ ବୁଝିବାଟାକୁ ହିଁ ଗୁରୁତ୍ୱ ଦେଉନି ବୁଝିବାଟାକୁ ଧରି ଜମା ଦେଉଛି ଗଛକୁ ବୁଝେଇବେ ଗଛକୁ କିଏ ବୁଝେଇବ ମୁଁ କହିଥିଲେ ବୁଝେଇବ ପଶୁ ପକ୍ଷୀ କା ବୁଝେଇଲେ ହେବନି ଗଛକୁ କିଏ ବୁଝେଇବ ପଶୁ ପକ୍ଷୀ ଛାଡ଼ିଦେବ ଗୁରୁ କାନ୍ଦି ପକେଇଲେ ବୁଝେଇ ଗୁରୁ କିଛି କହୁଥିଲେ ତମକୁ ବସେଇକି ବୁଝଉଥିଲେ କାନ୍ଦିଲେ କାହିଁକି ଆଙ୍କେ ବୁଝିବା ଲୋକ ନାହାନ୍ତି ଆଙ୍କର ଅଲଗା କିଏ ଅଛି ସବୁ ନହେଲେ ମୁଁ ଯେମିତି କହୁଛି ନା ଆଙ୍କେ ଗୋଟେ ଜନ୍ମରେ କେତେଥର ସେ ପରମ ସେଠି ଲାଭ କଲେ ଗୁରୁ ତାଙ୍କର ଜ୍ଞାନ ଉପରେ କନଫିଡେନ୍ସ ଅଛି କି ନାହିଁ ଗୁରୁ କିଛି ବହି ପଢ଼ିକି କହୁଛନ୍ତି ନା କି ତାଙ୍କେ ଜାଗ୍ରତ ସ୍ୱରୂପରେ ସ୍ଥିତ ହେଇ କଥାବାର୍ତ୍ତା ହେବ ସତ୍ୟରେ ସ୍ଥିତ ହେଇ କଥାବାର୍ତ୍ତା ହେବ ଆଉ ତାକୁ ଆଖିରେ ରଖି କଥାବାର୍ତ୍ତା ହେବ ଆଉ ଏଇଭଳିଆ କହିବା ପରେ ମଧ୍ୟ ଏତେ ସରଳ ଭାବରେ ବୁଝାଇଲେ ମଧ୍ୟ ଯଦି ବୁଝୁନାହାନ୍ତି ବୋଲେ ସେ ବୁଝିବାକୁ କାନ୍ଦ ଲାଗିବ କାନ୍ଦ ପକେଇବ କହିଲେ ମୋର କେତେ ଦୁର୍ଭାଗ୍ୟ ହୁଏ କାହାକୁ କହିଲା ଶୁଣିବା ଲୋକ ବୁଝୁଥିଲି ତମର କେତେ ଦୁର୍ଭାଗ୍ୟ ସ୍ୱୟଂ ଭଗବାନ ଆସିକି ବୁଝୁଥିଲେ ତମେ ଜାଣିବା ପାଇଁ ଇଚ୍ଛା କର ଦିବ୍ୟ ଦର୍ଶନ ମୁଁ ମୋର ସମସ୍ତ ଜ୍ଞାନ ଦେଇକି ମୁଁ ସେ ସ୍ଥିତିକି ନେବା ପାଇଁ ଚାହିଁଲେ ମଧ୍ୟ ତମେ ଆସୁନ ଜାଣିବାକୁ ଇଚ୍ଛା କରୁନ ତମ କର୍ତ୍ତବ୍ୟ ପାଳନ କର ତମ କର୍ତ୍ତବ୍ୟ ଜାଣିବାକୁ ଇଚ୍ଛା କର ପାଳନ କର ତମେ କେତେ ହତଭାଗା କେତେ ଦୁର୍ଭାଗ୍ୟ ଥାଏ ବୋଲିକି ବୁଝିପାରିବ ବୁଝିଲେ କାହିଁକି କହିଲେ ବୁଝିବାକୁ ନାରାଜ ବୁଝିଲେ ତ ସବୁ ଯିଏ ବୁଝିବ ତ ହବ ଆଉ 40 ବର୍ଷ କିସ୍ କରିବ 40 ଦିନେ ବି କିସ୍ କରିବ ହଁ ସେଇଭଳିଆ ବୁଝିବା ଲୋକ ନଥିଲେ ଅଲଗା କଥା ନିଜେ ନିଜେ ଅଣ୍ଡାଳି ଯିବା ଲୋକକୁ ଟାଇମ୍ ଲାଗେ ଯଦି ବୁଝିବା ଲୋକ ଅଛନ୍ତି ପାଖରେ ବୁଝିବା ଲୋକମାନେ ବୁଝିବା ଲୋକ ବୁଝେଇ ପାରିବେ ନହେଲେ ବୁଝିବାର ପ୍ରଶ୍ନ ନାହିଁ ତମେ ପ୍ରଶ୍ନ ତମେ ଶାସ୍ତ୍ର ଫାସ୍ତ୍ର ପଢ଼ିବ ବୁଝିବା ଲୋକ ପାଖରେ ଅଛନ୍ତି ଗୁରୁ ପାଖରେ ଅଛନ୍ତି ଟାଇମ୍ କାହିଁକି କିଛି ଟାଇମ୍ ଆବଶ୍ୟକ ପାଖରେ ଗୁରୁ ଅଛନ୍ତି ତମେ ତାର ଶିଷ୍ୟ ଜାଣିବା ପାଇଁ ତମେ ପୁରାପୁରି ଜୀବନକୁ ବାଜିରେ ଲଗାଇବା ପାଇଁ ପ୍ରସ୍ତୁତ ଅଛି ଟାଇମ୍ କାହିଁକି 40 ଦିନ କିସ୍ କରିବ କିନ୍ତୁ 40 ବର୍ଷ ବି ହେଇଯାଉଛି ଆଉ କିଏ କି 40 ଜନ୍ମ ବି ହେଇଯିବ କାରଣ ହେଉଛି ଜାଣିବାର ମନୋଭାବର ଅଭାବ ବୁଝିବାକୁ ଇଚ୍ଛା ବୁଝିଲେ ଆଧ୍ୟାତ୍ମିକ ସାଧନା ବେଳେ ବୁଝିବା ଦରକାର ବୁଝିବ ଆଉ କିଛି କୃପା ଆମର ଯେଉଁ କାଳ୍ପନିକ କୃପା ଜାଗ ଅଛି ସେଟା କିଛି କାମ ଦେବ ଆମେ ଖାଲି କଳ୍ପନାର କୃପା ଜାଗ ଦେଖିକି ଇଆଡ଼େ କୃପା ହେଇଗଲାଣି କୃପାରେ ଆମର ଅସ୍ତିତ୍ୱ ଅଛି ଗୁରୁ ଚିହ୍ନାଇବା ପାଇଁ ଆସିଛନ୍ତି ଆମେ
ତାଙ୍କର କୃପାକୁ ହିଁ ହେଇ ଜ୍ଞାନ କରିକି କୃପା କର ବୋଲି କହୁଛି। ତାଙ୍କର କୃପାକୁ ହିଁ ହେଇ ଜ୍ଞାନ କରିକି କୃପା କର ବୋଲି ଗୁରୁ କହୁଥିଲେ। ସତ୍ସଙ୍ଗ କରିବା ପାଇଁ ଗଲା ବେଳକୁ ରାମାୟଣ ଦେଖୁଛନ୍ତି କୁଆଡ଼େ ପକେଇ ଦେଇଛି ଡାକିଲେ ବି ଶୁଣୁନାହାନ୍ତି। ଗୁରୁ ୟାର କହୁଛନ୍ତି ତାପରେ ମୁଁ ବଡ଼ କଥା କହିବି ଫୁଲ କବାଟ ଆଉ କବାଟ ଖୋଲିଲେନି ନା କ'ଣ ନାହିଁ ରାମାୟଣ ଏ ଗାଇଲେ ସବୁ ସେଟା ଅଛି। ତେଣୁ ଆଧ୍ୟାତ୍ମିକ ସାଧନା ବୋଲି ଜାଣିବାକୁ ଇଚ୍ଛା କରିବା। ଜାଣିବାକୁ ଇଚ୍ଛା କଲା ପରେ ତୁମର କିଛି ଅଭାବ ରହୁଛି ଜାଣିଲା ପରେ ବୋଲେ ସାଧନା କିଛି କାହିଁକି ଜାଣିବାକୁ ଇଚ୍ଛା କରି ଯଦି ହେଇଗଲା ଫାଷ୍ଟ ଜାଣିବାକୁ ଇଚ୍ଛା କରିବା। ଫାଷ୍ଟ କିଏ ସେ ଜାଣିଲା ପରେ ଓ ଆଙ୍କେ ଗାଇକି ଓ ସେଠି ରହୁଛନ୍ତି ତାଙ୍କେ କାହିଁକି ଖୁସି ହେବେ ଲୋକରେ ଖୁସି ହେବେ ନା ମୁଭି ବଜାରରେ ଖୁସି ହେବେ କ'ଣ ସେଟା କିନ୍ତୁ ଆଜି ପର୍ଯ୍ୟନ୍ତ ଯିଏ ଜାଣିଛନ୍ତି ପାଇଯାଇଛି। ଲାଷ୍ଟ ଋଷି କହିଲେ ଜାଣିବା ହିଁ ପାଇବା। ଗୁରୁ କହିଲେ ଯିଏ ଜାଣିବାକୁ ଇଚ୍ଛା କରେ ସେ ପାଏ, ଯିଏ ଜାଣିବା ପରିବର୍ତ୍ତେ ପାଇବାକୁ ଇଚ୍ଛା କରେ ସେ ହରାଏ। ଜାଣିବା ଅର୍ଥ ବୁଝିବାକୁ ଜାଣିବା କୁହାଯାଏ। ବହି ପଢ଼ି ଦେଇକି ମନ ରଖିବାକୁ ଜାଣିବା କୁହାଯାଏ। ତୁମର ଜ୍ଞାନ ତୁମ ପାଖରେ ଥାଉ, ତୁମକୁ ଯିଏ ଲାଇକ୍ କରୁଛି ଲାଇକ୍ କରିଥାଉ ବିଦ୍ୟା ପ୍ରଣାଳୀ କାଣି ସତରେ ସେଠି କରୁଛନ୍ତି। ତେଣୁ ପ୍ରକୃତରେ ଯାହାର ହୃଦୟରେ ବହୁତ ପ୍ରାପ୍ତିର ଇଚ୍ଛା ରହିଛି, ଭଗବାନଙ୍କ ପ୍ରତି ଯାହାର ପ୍ରେମ ଶ୍ରଦ୍ଧା ରହିଛି, ତାକୁ କେବେ ଭୁଲ ବାଟରେ ମିଳିବନି। ସେ ଠିକ୍ ବାଟରେ ଆଉ ଠିକ୍ ସେ ଚିହ୍ନିପାରିବ, ପାଇପାରିବ ଜ୍ଞାନକୁ ଜାଗ୍ରତ ହେଇକି ଅନୁଭବ କରିବ ନିଜର ସ୍ୱରୂପକୁ। ଅଳ୍ପ ସମୟ ଭିତରେ ଗୋଟେ ଜନ୍ମ ଦରକାର ନାହିଁ, ଗୋଟେ କେତେ ବର୍ଷ ବି ଦରକାର। ଇମ୍ପୋର୍ଟାଣ୍ଟ ତୁମର ଇଚ୍ଛା କେତେ ଦେଖିବ। ଭଗବାନ ଅଛନ୍ତି, ଇଚ୍ଛା କଲେ ପାଇବ। ତେଣୁ ଯିଏ ଇଚ୍ଛା କରିବ ସେ ଗୁରୁ ଜ୍ଞାନକୁ ଲାଭ କରିକି ତାଙ୍କୁ ଚିହ୍ନିବା ହିଁ ପାଇବ। ଚିହ୍ନ ନଥିବାରୁ ଘରେ ଲାଗେ। ତେଣୁ ସମସ୍ତେ ଜାଣିବାକୁ ଇଚ୍ଛା କରନ୍ତୁ, ବୁଝିବା ଉପରେ ଗୁରୁତ୍ୱ ଦିଅନ୍ତୁ, ବୁଝନ୍ତୁ 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 ବୁଝି 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 ନିଜର ଅସ୍ତିତ୍ୱକୁ ଅନନ୍ତ ସତ୍ତାରେ ହରେଇ ଦେଲେ ତାହା ହେଇଯାଏ। ଏତିକି ଆଉ କିଛି କଥା ଡାଉଟ୍ ଲାଗେ ପଚାରନ୍ତୁ କହିବାକୁ। ଜୟ ଈଶ୍ୱର।